ये दुर्लभ भक्ति जोग को प्राप्त हवा हेले जो तीनोटी मुख्य साधन महाप्रभु कहते रूप गोस्वामी को भाग्यवान जीव भक्तिलता बीज प्राप्त ହେଲା ପରେ ମହତର କୃପାରୁ ଭକ୍ତି ଭଗବତ ସେବାରେ ତାର ଯୋଉ ପ୍ରବୃତ୍ତି ଜାଗିଛି ତାକୁ ବୃଦ୍ଧି କରି ଅଙ୍କୁରୋଦ୍ଗମ କରି ଫଳ ଫଳିବାକୁ ହେଲେ ତାକୁ ତିନୋଟି ସାଧନ କରିବାକୁ ପଡିବ। ପ୍ରଥମ ହେଲା ଶ୍ରବଣ କୀର୍ତ୍ତନ, ଯାହାକୁ ଜଳସେଚନ ବୋଲି ମହାପ୍ରଭୁ ତୁଳନା କରିଛନ୍ତି, ଏବଂ ଦ୍ୱିତୀୟ ହେଲା ବାଡ଼ ବା ବେଡ଼ା ଦେବା, ଯାହାକୁ ମହାପ୍ରଭୁ ବୈଷ୍ଣବ ଅପରାଧ ସହିତ ମତ ହସ୍ତି ସହିତ ତୁଳନା କରି, ଏବଂ ତୃତୀୟ ହେଲା ଅନାବନା ଘାସ ଯେଗୁଡିକ ଅଛି ଯାହାକୁ ଉପଶାଖା ବୋଲି କୁହାଯାଉଛି, ମହାପ୍ରଭୁ ତାକୁ କହିଛନ୍ତି। ମୁଁ ଗତକାଲି ଶୁଣୁଥିଲେ କଥା ଜଣେ ବିଶ୍ୱାସ ସେ ପୁଣି ଆରମ୍ଭ କରିବା। କିନ୍ତୁ ଲତାର ଅଙ୍ଗେ ଯଦି ଉଠେ ଉପଶାଖା, ଭୁକ୍ତି ମୁକ୍ତି ଆଦି ଅସଂଖ୍ୟ ତାର ଲେଖା। କିନ୍ତୁ ଏ ସମୟରେ ବୈଷ୍ଣବ ଅପରାଧ ପ୍ରତି ସତର୍କ ଥିବା ସମୟରେ ପୁଣି ବି ସାଧକ ଏ କୃଷ୍ଣ ଭକ୍ତି କୁ ପ୍ରାପ୍ତ ହେଇପାରିବ ନା, ଦୁର୍ଲଭ କୃଷ୍ଣ ଭକ୍ତି ବା ପ୍ରେମକୁ ପ୍ରାପ୍ତ ହେଇପାରିବ ନା, ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇପାରିବ ନା। କାହିଁକି ନା କିନ୍ତୁ ଭକ୍ତି ଲତାର ଅଙ୍ଗେ ଯଦି ଉଠେ ଉପଶାଖା, ଆଉ ଭକ୍ତି ଏତେ ସୁଦୁର୍ଲଭ, ଭକ୍ତି କାମନା ଭକ୍ତି ଯାଜନ କରୁଥିବା ସମୟରେ ସାଧକଙ୍କର ଅନ୍ତର ଅତି ନିର୍ମଳ ସ୍ୱଚ୍ଛ ରହିବା ଦରକାର, କୌଣସି କାମନା ରହିବା ଉଚିତ ନୁହେଁ। ଆଉ ବିଶେଷ କରି ଭୌତିକ ଜଗତର ସ୍ଥିତି ଏଭଳି, এই ଭୌତିକ ଜଗତରେ ଦୁଇ ପ୍ରକାର ବିଶେଷ କାମନା ଅଛି। ଗୋଟେ ପ୍ରକାର କାମନା ହଉଛି ସଂସାରରେ ଯୋଉମାନେ କଷ୍ଟ ପାଉଛନ୍ତି ସେମାନେ ସଂସାରରୁ ପାର ହେବା ପାଇଁ ଚାହିଁବେ, ମୁକ୍ତି। ଆଉ ସଂସାର ଭିତରେ ଯୋଉମାନେ ରହିଛନ୍ତି, ଯାଙ୍କର ରହିବା ପାଇଁ ଇଚ୍ଛା ଅଛି, ସେ ଭୋଗ କରିବା ପାଇଁ ଇଚ୍ଛା କରିବେ। ଯୋଉମାନେ ସଂସାରକୁ ତ୍ୟାଗ କରିବା ପାଇଁ ଚାହୁଁନାହାନ୍ତି, ଦୁଃଖଟାକୁ ଦୁଃଖ ବୋଲି ଅନୁଭବ କରୁନାହାନ୍ତି, ସେମାନେ ଚାହିଁବେ ଆମେ ଏନ୍ଜୟ କରିବୁ, ଉପଭୋଗ କରିବୁ। ଆଉ ଯୋଉମାନେ ସଂସାରର ସମସ୍ତ ପ୍ରକାର ସ୍ୱରୂପକୁ ଦେଖି ସାରିଲେଣି, ସେ ଚାହିଁବେ ଆମେ ମୁକ୍ତି ହେଇ ପଡେ, ଭଗବାନ ଆମକୁ ନେଇଯା ମୁକ୍ତି କରିଦିଅ। କିନ୍ତୁ ଏଇ ଦୁଇଟି ବସ୍ତୁ ଉର୍ଦ୍ଧ୍ୱ ହଉଛି ଭକ୍ତି। ଭକ୍ତି ହଉଛି ସେବ୍ୟ ବସ୍ତୁ। ଭକ୍ତିରେ ଭୋଗ କାମନା ନାହିଁ କି ତ୍ୟାଗ କାମନା ନାହିଁ, ସେଟା କାମ। ତେଣୁ ମୁକ୍ତି ତ ଭକ୍ତକୁ ସ୍ୱାଭାବିକ ମିଳିଯାଏ। ମହାପ୍ରଭୁ କହିଲେ ଭକ୍ତି ମୁକ୍ତି ଆଦି ଅସଂଖ୍ୟ ତାର ଲେଖା, ବହୁ ଉପଶାଖା ଅଛି। ଯେମିତି ଲତାର ମୂଳରେ ଜଳ ଦେଲା ମାତ୍ରେ ଲତା ଯେତିକି ନ ବଢେ, ଯଦି ଘାସ ଗୁଡିକୁ ନ ଉପଡାଯାଏ, ସେମାନେ ବେଶୀ ତେଜିଆ ଆଉ ଅତି ସତେଜ ହେଇଯାଆନ୍ତି, ସେମାନେ ବଢନ୍ତି, ଲତା ବଢେନି। କାରଣ ଅନାବନା ଘାସ ହେଇଗଲା ନା ମୂଳରେ। ଭକ୍ତିର ଅନାବନା ଘାସ କଣ? ଗତକାଲି ଶୁଣୁଥିଲି, ନିଷିଦ୍ଧାଚାର କୋଟି ଜୀବ ହିଂସନ ପୂଜା ଲାଭ ପ୍ରତିଷ୍ଠା ଉପଶାଖାଗଣ। ନିଷିଦ୍ଧାଚାର, ଶାସ୍ତ୍ର ଯେଉଁ ଆଚାର ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି, ବେଦବିହିତ ଆଚାର, ଏଗୁଡିକ ଆମ ସମଗ୍ର ଜୀବନ ପାଳନ କରିବାକୁ ପଡିବ ଭକ୍ତି ଯୋଗୀ। ନା ତାକୁ ଭକ୍ତିର ଫଳ କିଛି ମିଳିବ ନା, ଏ ପ୍ରେମ ଫଳ ମିଳିବ ନା, ଆନୁଷଙ୍ଗିକ ଫଳ ତ ମିଳିଯିବ ଏମିତି। ଶୁଦ୍ଧ ଭକ୍ତି ବିଶୁଦ୍ଧ ଭକ୍ତି ସେ ପ୍ରାପ୍ତ ହେଇପାରିବ ନା କଥା। ନିଷିଦ୍ଧାଚାରରେ ଭକ୍ତି ଯୋଗରେ ନିଷିଦ୍ଧାଚାର ସମସ୍ତଙ୍କ ପାଇଁ, ସଦ୍ଭ୍ରଷ୍ଟ ହଉ, ଏ ଚାରି ଆଶ୍ରମର ଲୋକମାନଙ୍କ ପାଇଁ ନିଷିଦ୍ଧାଚାର, ଅତ୍ୟାହାର, ପ୍ରୟାସ, ପ୍ରଜାଳ୍ପ, ନିୟମାଗ୍ରହ, ଜନସଂଗ, ସୌଲଞ୍ଚ, ଷଡବିରି ଭକ୍ତି ବିନାଶ୍ୟ, ଏ 6ଟା ଜିନିଷ ମନେ ରଖିବାକୁ ପଡିବ। ସେ କିଏ ବି ହଉ, ଅତ୍ୟଧିକ ଆହାର କଲେ ଭକ୍ତି ଯୋଗୀ ସେ ଭଜନ କରିପାରିବ ନା। ନିଷିଦ୍ଧ ଆଚାର ଶାସ୍ତ୍ର ମନା କରିଛନ୍ତି, ଏ ଆଚାର ଆମେ ଯୋଗୀ, ଭକ୍ତି ଯୋଗୀ ଆମେ। ନିଷିଦ୍ଧ ଆଚାର ଶାସ୍ତ୍ର ମନା କରିଛନ୍ତି, ଅଧିକ ଭୋଜନ କରିବ ନା। ଯୁକ୍ତ ଆହାର ବିହାରସ୍ୟ, ଅଧିକ ଖାଇବ ନା କି କମ ଖାଇବ ନା। ଆହାର ଆଉ ବିହାରରେ ଯୁକ୍ତ ଶବ୍ଦର ଅର୍ଥ ଯଦି ଆମର ବୈଷ୍ଣବିଜିମ ଇଏରେ କୁହାଯିବ, ଯେତିକିରେ ମିନିମମ୍ ଆମ ଶରୀର ରିକ୍ୱାରମେଣ୍ଟ, ଯେତିକି ଆମ ଶରୀରଟା ଚଳିଯିବ ସେତିକି ଭୋଜନ କରିବା ଦରକାର, ଅଧିକ ଦରକାର। ଯେତିକି ଆମେ ନିଜେ ମ୍ୟାନେଜ କରିପାରିବା, ଆମେ ଯେଉଁ ସେବା କରୁଛେ ସେତିକି ସେବା ପାଇଁ ଯେତିକି ଆହାର ଦରକାର ସେତିକି କରିବା। ଶରୀରକୁ ସୁନ୍ଦର କରିବା, ଅଧିକ ଭୋଗ କରିବାର କାମନା ପାଇଁ ଆହାର କରିବା ଉଚିତ ନାହିଁ। ଶୀଘ୍ର ଶୁଣନ୍ତୁ ତ୍ୟାଗୀବନି। ଆମର ଲକ୍ଷ୍ୟ ସବୁବେଳେ ଭଗବାନଙ୍କର ପ୍ରୀତି, କୃଷ୍ଣ ଭକ୍ତି ମୁଁ ପ୍ରାପ୍ତ ହେବି। ଅତ୍ୟାହାର ପ୍ରୟାସ, ଅଧିକ ପ୍ରୟାସ କରିବା ନା, ଭୌତିକ ବସ୍ତୁ ଦିଗରେ ପ୍ରୟାସ କରିବା ନା। ପ୍ରୟାସଟା ରହିବ କେବଳ କୃଷ୍ଣ ଭକ୍ତି ଲାଭ କରି। ଧନ ପାଇଁ ପ୍ରୟାସ, ଚାକିରି ପାଇଁ ପ୍ରୟାସ, ଏଇ ପ୍ରାଥମିକ ଅବସ୍ଥାରେ ଏଟା କୁହାଯାଉଛି। ହଁ, ଏମିତି ଭକ୍ତି କର, ତୁମେ ଯେ କର୍ମ କରୁଛ କର, କିନ୍ତୁ ଶୁଦ୍ଧ ଭକ୍ତିରେ ସବୁ ସ୍ଥାନ ନା।
गोटे जीव को आनिया एगुड़ी कह ठीक अच्छे तुम जो जब कर जहाँ कर भगवान डाक काम कर ये गोटे कनसेसन दि जाऊँगी भीतर को एंट्री पशिया देख प्ले स्कूल ना छोट छोट पिला मैंने आजकल आगे पाठ न पढ़े बोली आगे खेल मास्टर ता साथ खेलुची दिन जो टे बढ़ी लगाम आरंभ हो भक्ति जुग जीवर जेहतु विमुखता अच्छी प्रथम किसी कनसेसन दि जाऊँगी ठीक है तुम जहाँ कर चाकरी कर बाकरी कर भजन कर कि शुद्ध भक्ति पाइब प्रयास केवल एंडेभर केवल रमती भगवान शुद्ध भक्ति जान कर प्रयास धन धन आज करना अत्यार प्रयास अच्छे प्रजल्प ये तो सब भक्तिर खतरनाक जिनिस प्रजल्प अधिक कथबार्ता जी आवश्यक से कथा आ मुखर बाहर भगवान संसार सुख दुख भल कथा किसी ना प्रजल्प कारण मर्ती हरण कर सब बड़ बंधु जो मैंने अधिक कथा कहते मथार सार जिन किसी हुए से लोक मैंने कहते बाचाल हो गल अधिक जो मैंने वचन कहे से मथार कौन कह भल मंद विचार शक्ति रही प्रजल्प करने उचित ना बाहर बाबा सब ठीक से बाहर रोचन संसार जीवन यापन कर ठीक कौन भूल कौन से प्रजल्प करिए 24 घंटा भक्ति जोग बहुत सावधान 16 माला जप कर सारापर आम जो सार वस्तु रही स्मरण करने मन आस मनन किसी करें आप प्रजल्प करने लोक मनन करेंगे से शुणी पारे जप करें तार मनन रही मन मन भितर किसी स्मरण आसवा नियम आग्रह जो नियम गुड़िक दि जाइए से गुड़ी को स्ट्रिक्टली फॉलो करा ढिला करा एटा कले चलना न कले चलना ना यहाँ करने भी पड़ो नियम आग्रह जनसंघर्ष जिते भक्ति परायण जो मैंने नुहति घृणा करवा ना कि दूर रहा जनसंघ संघर्ष आसक्ति दूर रहा आ लोलंचा लोभता ग्रीडीनेस इंग्लिश कहुए बहुत सावधान होगा पड़े लोभता सब भगवत भक्ति भजन कला बेले आम इच्छा है बहुत धन आसे भगवान को सेवा ये कामटा कले प्रभु को सेवा लगे मैंने गत काली से कथा भगवान केवल गोटे जिन चाहते आम विशुद्ध मन चाहते जार धन ना धन देले से सुखी हम आ धन जहाँ करुणार पाचे आम धन देखी भगवान को किनी पार धन करुणार आस लक्ष्मी देवी करुणार से लक्ष्मीपति से मालिक बहुत लोलंच या सावधान रहा पड़ो यहाँ हूँ निषिद्धाचार यहाँ समस्त समस्त आचार्य आश्रम ब्रह्मचारी बानप्रस्थ गृहस्थ सन्यासी जी चाहते मोर कृष्ण दरकार मोर कृष्ण भक्ति दरकार निषिद्धाचार कुटीनाट्य गत काली आम कहते कुटीनाट्य विषय प्रभुपाद भक्ति सिद्धांत ठाकुर स्टेटमेंट को कहते the simplicity is the first qualification of a Vaishnava, whereas dupliciousness or diplomatic behavior is the greatest offense to the devotional service. भक्ति मार्ग में सबू जदि किसी भक्ति महारानी प्रति भगवान प्रति प्रहार कहले चल भगवान प्रति अपराध विषम अपराध होची कुटिलता one should behavior straightforward. One's behavior should be straightforward and according to Vedic authorities. वैदिक शास्त्र हिसाब से कहुई प्रीतिपूर्ण व्यवहार युक्ति युक्त कर निषिद्धाचार कुटीनाटी जीवन हिंसन गत काली जीवन हिंसन कथा पढ़ुले अन्यर मोर आचरण मोर चाली मोर वार्ता मोर कार्य ये तीनोटी जिनिस अन्य मनर उद्वेग न दो वैष्णव मनर तो केवल उद्वेग दबानी कारण वैष्णव मनर उद्वेग देन अपराध हो गल अपराध मान पुणकर भक्ति वृद्धि आ जीवन हिंसन अर्थ अलग जीव को भी कई कर्मी हो पारती कई बदमाश लोग हो पारती भी आम कठोर कथा कह ठीक ना अंतर परमात्मा अच्छा ना अंतर भगवान अच्छा से गुण द्वारा परिचालित गोटे मदुआ दाम पिटा कौन लाभ हम कौन सी तो बर्तमान ता द्वारा परिचालित ना बुद्धि द्वारा परिचालित कि से बर्तमान निशा खाई
तार बुद्धि वर्तमान नहीं से गुण द्वारा परिचालित हो तम गुण द्वारा जीवन इंसान बहुत सावधान हाँ पड़े आम आचरण जमी क्या कष्ट नदी आ प्रभुपाद जी महाराज बहुत सुंदर भागवत जिन लिखी चैतन्य चैतन्य पर्पट लिखी one should be very careful to avoid all these unwanted things very careful যত্নটা তিনটা জায়গায় লাগিব তাতে মালি যত্ন করি করে আবরণ অপরাধ হস্তির যে নাম হয় উৎদন যত্ন শব্দটা কেবল যে বৈষ্ণব অপরাধ প্রতি যত্ন যেতিকি হওয়া সেতিকি শ্রবণ কীর্তন প্রতি সেতিকি এই ଅନୱାଣ୍ଟେଡ୍ ଯାକୁ ଉପଶାଖା ବୋଲି କହୁଛନ୍ତି ଏ ଅନୱାଣ୍ଟେଡ୍ ଥିଙ୍ଗସ୍ ପ୍ରତି କଣ ମୋ ଅନ୍ତର ଭିତରେ କାହିଁକି ମୋର ଭଗବାନଙ୍କ ପ୍ରତି ପ୍ରତିଦିନ ମୋର କାହିଁକି ଆବେଶ ଆସୁଛି ଜିନିଷ ସଂସାରରେ ଲୋକ ଜଣେ ବିଜନେସ କରୁଛି ସେ ପ୍ରତିଦିନ ଦେଖୁଛି ମୋର ଆକାଉଣ୍ଟରେ ମୋର ଧନଟା କାହିଁକି ବଢୁଛି ମୋର ଲସ୍ କଣ ହଉଛି ସେ ତର୍ଜମା କରୁଛି ପ୍ରତିଦିନ ମୋର ସେଲ୍ସମ୍ୟାନ ମାନେ ଠିକ ସେ ଡିଲିଂସ୍ କରୁନାହାନ୍ତି କି କିମ୍ବା ମୋ ଷ୍ଟକ୍ ର ଯୋଉ ଜିନିଷ ଗୁଡାକ ଅଛି ସେଗୁଡା ମାର୍କେଟରେ ବର୍ତ୍ତମାନ ସୁଇଟେବଲ ନୁହେଁ କି ସେ ସବୁ କାଉନ୍ସିଲ ପ୍ରତିଦିନ ବିଚାର କରିବାକୁ ପଡିବ କାହିଁକି ମୋ ଅନ୍ତରରେ ଦୈନ୍ୟତା ଆସୁନି କାରଣ ଦୈନ୍ୟତା ହଉଛି ଭକ୍ତି ମହାରାଣୀଙ୍କର ବସ୍ତ୍ର ଯିଏ ବସ୍ତ୍ର ପିନ୍ଧେନି ସେ ଉଲଗ୍ନ ଅବସ୍ଥାରେ ଅଛି ଉଲଗ୍ନ ଅବସ୍ଥା କେତେ ସୁନ୍ଦର ଗୁଣ ଥାଉ ଜଣେ ପୁରୁଷ ହଉ ଜଣେ ନାରୀ ହଉ ସେ କେତେ ସୁନ୍ଦର ଲୋକ ଥାଉ କେତେ ସୁନ୍ଦର ଗୁଣ ଥାଉ ତା ଶରୀର କେତେ ସୁନ୍ଦର ଥାଉ ସେ ବସ୍ତ୍ର ଯଦି ପିନ୍ଧେନି ଲୋକ ତାକୁ ପାଗଳ ବୋଲି ଏ ଦିନଟା ଯଦି ନଥିବ ହମ୍ବୁଳି ଆମ ଅନ୍ତରରେ ଆସୁନି ମାନେ ଠିକ ଅଛି ଆମେ ଅନ୍ୟ ନିକଟରେ ଏତେ ମଥା ନେଇ ପାରୁନାହିଁ କିନ୍ତୁ ଆମ ଦୋଷ ନିକଟରେ ଆମେ ଭଗବାନ ପାଖରେ ତ ମଥା ନେଇ ଦେବା ଦରକାର ନିଜକୁ ନିଜେ ବିଚାର କରିକି ପୁଣି ଆମେ ଯଦି ଫଲ୍ସ ପ୍ରାଇଡ୍ ଆମ ଅନ୍ତର ଭିତରେ ଆସୁଛୁ ମୁଁ ଠିକ କରୁଛି ତାହେଲେ ଜାଣି ଆମର এই unwanted things গুলিকে যাইনি প্রভুপাদ ସେଥିପାଇଁ କହୁଛନ୍ତି one should be very careful to avoid all these unwanted things sometimes these unwanted creepers look exactly like the creepers ଆପଣ ଦେଖିଛନ୍ତି ନା ଧାନ ଆଉ ବାଳୁଙ୍ଗା ଏକ୍ସପର୍ଟ ଚାଷୀ କେବଳ ଜାଣିପାରିବେ ବାଳୁଙ୍ଗା ହେଇଗଲେ ଆପଣ ତାକୁ ବାଛିଲେ ଆଉ କିଛି କାମ ହବନି ବାଳୁଙ୍ଗାରେ ଏମିତି ଗୋଟେ ଶକ୍ତି ଅଛି ସେ ଝଡିଗଲ ଫୁଲ ହେଲା ମାନେ ଝଡିଯିବ ମାନେ ପୁଣି ବିଲର ତାର ବୀଜଟାକୁ ରଖିଦବ ସେ ଏକ୍ସପର୍ଟ ଯିଏ ଚାଷୀ ସିଏ ଚିହ୍ନନ୍ତି କେମିତି ମୁଁ ଏଇ ଜମିରେ କେଉଁ ମୂଳର ଧାନ ପକେଇଛି ଧଳା ମୂଳ କି କଳା ମୂଳ ସେ ଜାଣିଛି ସିଏ କଣ ବୁଣିଛି ବା ରହିଛି ସେ ବାଳୁଙ୍ଗାଟାକୁ କାଟି ପାରିବ ଅଲଗାକୁ କାଟି ପାରିବେ ଚାଷୀ ସେ ତ ପ୍ରବାଦ କହୁଛନ୍ତି sometimes these unwanted creepers look exactly like the bhakti creepers ଧାନ ଆଉ ବାଳୁଙ୍ଗାର ଡିଫରେନ୍ସ ଟା ଚାଷୀ କେବେ ଜାଣିପାରେ ସମସ୍ତେ ଜାଣିପାରିବେ କାରଣ ଲୁକ୍ସ ଲାଇକ୍ ଏକ୍ଜାକ୍ଟଲି ପୁରା ସମାନ ଦେଖିବା ପାଇଁ ଆମେ ଭୋଜନ କଲା ବେଳେ ନା এইসব জিনিস যেগুলিকে আসিব সেগুলিকে এক্সাক্টলি করতে ଆପଣ କେହି ଖରାପ ଭାବିବେନି କାରଣ ବାପୁସ କରି କହୁନି ଏଇଟା ଆମର ଅନୁଭବ ମୁଁ କରୁଛି ଆପଣ ଯଦି କିଏ ସମ୍ମାନ ଦେବେ ଆପଣ ଡିଜର୍ଭ କରିବେ ହଁ ହଁ ପ୍ରବଚକ ମାନେ ସମ୍ମାନ ଦେବା ହିଁ ଦରକାର ସନ୍ନ୍ୟାସ ମାନଙ୍କୁ ଏଭଳି ସମ୍ମାନ ଦେବା ହିଁ ଦରକାର ଗୁରୁମାନଙ୍କୁ ଏଭଳି ସମ୍ମାନ ଦେବା ହିଁ ଦରକାର ବା ମୁଁ ତ୍ୟାଗୀ ହେଇଛି ମୁଁ ସମ୍ମାନ ପାଇବାର ଯୋଗ୍ୟ କିନ୍ତୁ ଅନ୍ତର ଭିତରେ ବିଚାର କରାଯାଏ ଗୋଟିଏ ଜୀବ ମୋ ଆଗରେ ମଥା ଲଗେଇ ପ୍ରଣାମ କରୁଛି ତାର ପ୍ରଣାମଟାକୁ ମୁଁ ଗ୍ରହଣ କରିବା ପାଇଁ ମୋ କଥାରେ କେଉଁ ଗୁଣଟା ଅଛି ତାକୁ ଧନ ଦେଇପାରିବି ତାର ଦୁଃଖକୁ ଦୂର କରିପାରିବେ ମୁଁ ତାକୁ ଶରଣାଗତ ଦେଇପାରିବି ମୋର କୋଉ କ୍ୱାଲିଫିକେସନଟା ଅଛି ଯେ ଜଣେ ତା ସାଧାରଣ ତୁଳନାରେ ବସିକି ବିଚାର କରିବ ପାଗଳ ହେଇଯିବ କିନ୍ତୁ ଯେହେତୁ ଆମେ ସତର୍କ ରହୁନେ ଭକ୍ତି ଯାଚନ କଲା ବେଳେ ଏ ଜଳସେଚନ ଶ୍ରବଣ କୀର୍ତ୍ତନ କଲା ବେଳେ ଯେହେତୁ ଅନ୍ୟ କାମନା ଅଛି ଏ ଶ୍ରବଣ କୀର୍ତ୍ତନର ଫଳ ଗୁଡିକ ଏ ଅନୱାଣ୍ଟେଡ ଯାହା କୁହନ୍ତି ଜିନିଷ ଗୁଡିକ ସେଥିରେ ସେ ବୃଦ୍ଧି ପ୍ରାପ୍ତ ହଉଛି ମନ ଷ୍ଟ୍ରଙ୍ଗ ହେଇଯାଉଛି ଠିକ କରୁଛି ମୁଁ ଯାହା କରୁଛି ଠିକ କରୁଛି ଏସବୁ ଗୁରୁଜନଙ୍କର ସେବା ଏସବୁ ବୈଷ୍ଣବଙ୍କର ସେବା ଏଇଟା କଲେ ବି ଚଳିବ ଏସବୁ ଭାବନା ଆମର ଚାଲି ଆସିବ looks like exactly bhakti creepers they appear to be same size and same species when they are packed together with the bhakti creepers ବହୁତ ସୁନ୍ଦର ଭାବରେ ଲେଖିଛନ୍ତି ଆଉ ଇଏ ହଉଛି ଅମୃତ ପ୍ରଭାବର ଭାଷ୍ୟ ଚୈତନ୍ୟ ଭାଗବତରେ ଭାଷ୍ୟ ଦେଇଥିଲେ ଭକ୍ତି ବିନୋଦ ଠାକୁର ଚୈତନ୍ୟ ଚରିତାମୃତରେ এই চৈতন্য চরিতামৃতର ଭାଷ୍ୟକୁ ଭକ୍ତି ସିଦ୍ଧାନ୍ତ ଶେଷର ଠାକୁର ପ୍ରଭୁପାଦ ମହାରାଜ ତାକୁ ଆହୁରି ଭାଷ୍ୟ ଦେଇଥିଲେ ଏଇ କାହା ଉପରେ ଭକ୍ତି ବିନୋଦ ଠାକୁରଙ୍କର ଭାଷ୍ୟ ଉପରେ ଅମୃତ ପ୍ରଭାବ ଭାଷ୍ୟ ଉପରେ ଏବଂ ପ୍ରଭୁପାଦ ମହାରାଜ ପୂର୍ଣ୍ଣ ଅମୃତ ପ୍ରଭାବ ଭାଷ୍ୟକୁ ଧରିକି ଆଣିପାରିଛନ୍ତି ଭକ୍ତି ବିନୋଦ ଠାକୁର ଆଉ ଭକ୍ତି ସିଦ୍ଧାନ୍ତ ଠାକୁର ତାହା ସହିତ ଆନବାନୀ ଯାହା ଦରକାର ଦେଇଛି they appear to the same size and same species ଲତା କେଉଁଟା ଘାସ କେଉଁଟା এটা ডিসক্রিমিনেট କରିପାରିବା ନା ଶ୍ରବଣ କୀର୍ତ୍ତନ ଚାଲିଥିବ
ଆମେ ଆମକୁ ଲାଗୁଥିବ ହଁ ଏଟା ଭଜନ ବା, এটা তো ভজন আর ভজন কোন, আমি তো ভজন করছি, ভাগবত দিয়ে পড়ছি, নাম করছি, শ্রমালা করছি, এটা করছি সেটা করছি, আমি তো কৃষ্ণকে সেবা করছি। Exactly looks like exactly same size and same species whenever it tagged together with bhakti kripa, ভক্তি লতা সহিত যেତେବେଳେ যুক্ত ହେଉଥିବ ସମାନ ବୋଲି ଦେଖାଯାଉଥିବ। ପ୍ରଭୁପାଦ ଯେଠି କହୁଛନ୍ତି a pure devotees can distinguish between the bhakti creeper and the mundane creepers, only a pure devotees, କେବଳ ଜଣେ ଶୁଦ୍ଧ ଭକ୍ତ ଜାଣିପାରିବ, ସେଥିପାଇଁ ସେ ଚିହ୍ନି ପାର। ଆମେ ଯୋଉଟାକୁ ଅତି ସେଣ୍ଟିମେଣ୍ଟାଲି ଭାବୁଛେ ଭକ୍ତି ବୋଲି ସେ ଜାଣିବେ ପ୍ରକୃତରେ ଭକ୍ତି କରୁଛି କି କିଏ ଉପଶାଖାରେ ଅଛି ଭକ୍ତି, यार भक्तिलता ଭିତରେ ଉପଶାଖାରେ ଅଛି। only pure devotee can distinguish what is the difference between mundane creeper and bhakti creeper। ଭକ୍ତିଲତା ଏ ଉପଶାଖା ଭିତରେ କଣ ପାର୍ଥକ୍ୟ କେବଳ pure ଭକ୍ତି pure devotee ଜାଣିପାରିବ, and he is very alter to distinguish them and keep them separate। ସେ ଏଥିରେ ପୁରା ଦକ୍ଷ ବା ଏଥିପ୍ରତି ସତର୍କ ରୁହନ୍ତି କିଭଳି ଭକ୍ତିଲତାକୁ ମୁଁ ଏଇ ମୁଣ୍ଡେନ କ୍ରିପର ବା ଉପଶାଖା ପାଖରୁ ଦୂରରେ ରଖିବି। ସିଦ୍ଧାଚାର କୋଟିନାଟି ଜୀବନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା ୟା ପ୍ରତି ବହୁତ ସତର୍କ ରୁହନ୍ତୁ। ଆପଣ ଖାଲି ପାଣ୍ଡାଳୁଥିବେ, ସାରା ପକଉଥିବେ, ଯାହା କିଛି କରୁଥିବେ, ଘାସ ବାସ ଲତାକୁ ଟିକେ ପକେଇଦେବେ। ଜୀବ ହିଂସା ଆମ କଥା କଣ, ଆମେ ବହୁତ ବେଳେ ବେଳେ ଆମ ମାଇଣ୍ଡ ଟ୍ରାଇ କରେ ଏଇ ପଏଣ୍ଟ। ଆମେ ତ ଦେଖୁଛୁ ଆମ ମୁଭମେଣ୍ଟରେ ବହୁତ ପିଲା ଅଛନ୍ତି ବା ଏମିତି ବହୁତ ଭକ୍ତି ଯୋଗ୍ୟ ଅଛନ୍ତି ବା ଅଲଗା ବି ଅଛନ୍ତି, ସେମାନେ ତ କାହିଁ ବିଲକୁଲ ସିନସିୟର ନୁହନ୍ତି, କେୟାରଲେସ୍ ବା ଏମିତି ଅନ୍ୟକୁ କଷ୍ଟ ଦଉଛନ୍ତି, ତାଙ୍କର ତ କିଛି କ୍ଷତି ହଉନି। କ୍ଷତି ବୋଲି କଣ କୁହାଯିବ, ଯାହା ସେଟା ଲାଭ ଅଛି ସେ କ୍ଷତିରେ ବୁଝିବ, ଯାହା ଲସ୍ ଚାଲିଛି ତା ତ ସବୁ ଲସ୍। ଯାହାର ଲସ୍ ଚାଲିଛି ତାକୁ ଯଦି କୁହାଯାଏ ତ ଲାଭ କଣ, ସେ ମତେ ଲସ୍ ଆଉ ଲସ୍ ବୋଲା ଲାଭ କଣ, ଯାହାର ଲାଭ ଅଛି ସେ ଲସ୍ ବୁଝିବ। ବୈଷ୍ଣବ ସ୍ଥାନ ଯଦି হয় ଅପରାଧ ମହା ଭଜନতে ପଡିଯାଏ, ବୈଷ୍ଣବ ନିକଟରେ ଅପରାଧ ପରେ ମହାନ ଭଜନ ପଡିଯିବ। କିନ୍ତୁ ମହାନ ଅଧିକାରୀ ବୈଷ୍ଣବ ଗୋଟେ ଜୀବ ନିକଟରେ ଯଦି ଟିକେ ଜୀବ ହିଂସନ କରିଦେଲା ତାରି ଭଜନ ବାଧା, କାହିଁକି ସେ ଉପସ୍ଥପି ଯାଇଛି। ଆମର ଗୁରୁଦେବ ସେ କୁହନ୍ତି ପାଠ ପଢା ପିଲା ଯେ ପାଠ ପଢୁଛି 99% ରଖିଲା ପର୍ଯ୍ୟନ୍ତ ମାଷ୍ଟର ତାକୁ ପିଟିବ, କାରଣ ସେ ସିରିୟସ ଷ୍ଟୁଡେଣ୍ଟ, ତାକୁ ମାଷ୍ଟର ଚାହିଁବେ ଆହୁରି ସିରିୟସ। ଯେ କ୍ୟାଲସ୍ ତାକୁ ମାଷ୍ଟର କହିଲେ ପଛରେ ବସ, ପଛରେ ବସ, ବିଡି ସିଗାରେଟ ଖାଉଛି, ଖଇନି ଖାଉଛି, ଖା ତୋର, ସେ ତାପରେ କେୟାର ଦେବେନି। ଆଉ ଯିଏ ପ୍ରକୃତିରେ ଯତ୍ନବାନ ହବ ତାକୁ ସବୁ ଷ୍ଟେପରେ କୃଷ୍ଣ ସିରିୟସ କରିବା ପାଇଁ, ଗୁରୁ କୃଷ୍ଣ ସିରିୟସ କରିବା ପାଇଁ ତାକୁ ସବୁ ଷ୍ଟେପ ଦେବେ, ତାକୁ ଗାଇଡ କରିବେ। ସେ କେଉଁ ୱେରେ ଗଲେ ସେ କ୍ୟାଲସ୍ ହବନି, ସିରିୟସ ହବ, ତାକୁ ସେ ସବୁ ଷ୍ଟେପ ଦିଆଯିବ। ଏ ଜୀବ ହିଂସନ କଥାରେ ଆମେ ଦେଖିବା ରୂପ ଗୋସ୍ୱାମୀଙ୍କ ଚରିତରେ ଗୋଟେ ଦିନ ରୂପ ଗୋସ୍ୱାମୀ ଲୀଳା ସ୍ମରଣ କରୁଛନ୍ତି, ବ୍ରଜରେ ଥିଲାବେଳେ ମାନସ ଲୀଳା ସ୍ମରଣ ମାନେ ଆର୍ଟିଫିସିଆଲ ନାହିଁ। ଆପଣ ଏ ଲୀଳା ସ୍ମରଣ ଗୋଟେ ଛୋଟ ଉଦାହରଣ ନେବେ, ଯେମିତି ସଂସାର ଲୋକ ଯଦି ପଚରା ଯାଏ ବାଟରେ ସେ ଯାଉଥିବ ଦେଖିବେ କେଉଁ ହିରୋ କେଉଁ ହିରୋଇନ କେମିତି ରୋଲ କରିଛି, କଣ କରିଛି, ସିଏ ବାଟରେ ଗଲାବେଳେ ତାଙ୍କର ସ୍ମରଣ ଚାଲି ଆସୁଛି। ଛୋଟ ପିଲା ବି ଆମେ ଦେଖିଛୁ, ସେ ଗଲାବେଳେ ଗୀତ ଗାଇ ଯାଉଥିବେ। ତାଙ୍କୁ ଏଥିପାଇଁ ଆର୍ଟିଫିସିଆଲ କିଛି କରିବାକୁ ପଡୁଛି, ତାଙ୍କ ମନ ଭିତରେ ଏଟା ଗୋଟେ ଅଭ୍ୟାସ ହେଇଯାଇଛି। କାରଣ ସଂସାର ଜିନିଷକୁ ଦେଖି ଦେଖି, ସଂସାର ବାର୍ତ୍ତାକୁ ଦେଖି ଦେଖି, এই ହିରୋ ହିରୋଇନ ମାନଙ୍କ ରୋଲକୁ ଦେଖି ଦେଖି ତାଙ୍କ ମନ ଗୋଟେ ଅଭ୍ୟାସ ଆସିଯାଇଛି। ସେ ବାଟରେ ଗଲାବେଳେ ଯେ କର୍ମ କଲାବେଳେ ସେ ଚିନ୍ତନଟା ଆସା, ସେଭଳି ଯେଣୁ ବିଶୁଦ୍ଧ ଶୁଦ୍ଧ ନାମ କୀର୍ତ୍ତନ କଲା ପରେ ନାମେ ପ୍ରସ୍ଫୁଟିତ ହେ ରୂପ ଗୁଣ କର୍ମ, ଏଣେ ବୈଷ୍ଣବ ଅପରାଧ ନଥିବ, ଶୁଦ୍ଧ ନାମ କରୁଥିବ, ଆଉ ଦୈନ୍ୟ ଭୂମିକାରେ ନାମ ପ୍ରଭୁଙ୍କ କୃପାରେ ତାର ସର୍ବତ୍ର ପ୍ରଭୁଙ୍କର ଲୀଳା ସ୍ମରଣ ହବ ସର୍ବତ୍ର। ଆଉ ସିଦ୍ଧ ଆଚାର୍ଯ୍ୟ ରୂପମଞ୍ଜରୀ ରୂପ ଗୋସ୍ୱାମୀ ବସିଛନ୍ତି, ବାହାରେ ବସିଛନ୍ତି, ସେତେବେଳେ ତାଙ୍କର ତ କୁଡିଆ ସବୁ ବ୍ରଜରେ କୁଡିଆ କରିକି ରୁହନ୍ତି, କୁଡିଆ ବି କରୁନଥିଲେ, ରଘୁନାଥ ଗୋସ୍ୱାମୀଙ୍କର କୁଡିଆ ବି ନଥିଲା। ତାଙ୍କୁ କହିଲେ ତୁମେ ଯାଅ 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 କୁଡିଆ କରିକି ରୁହ, ବାଘ ଆସିକି ରାଧାକୁଣ୍ଡ ତଟରେ ପାଣି ପିଉଛନ୍ତି, ତୁମେ ସେଇଠି ବସିକି ଭଜନ କରୁଛ। ଯେଉଁ ରାଧାକୁଣ୍ଡ ତଟରେ ବାଘ ଜଳପାନ କରନ୍ତି, ଗୋସ୍ୱାମୀ ସେଠି ବସିକି ଭଜନ କରନ୍ତି। ସନାତନ ଗାଳି ଦେଲେ ଏ ତ ବଡ ଗୋସାଇଁ, ଇଏ ସମସ୍ତଙ୍କୁ ଉପଦେଶ ଦିଅନ୍ତି, ଏ କାମ କି କରୁଛ, ଆରେ ସେ ଜନ୍ତୁଟା ତାର କି ବୁଦ୍ଧି ଅଛି, ଦୁର୍ଲଭ ମହାପ୍ରଭୁଙ୍କର ଏଇ ଶରୀର ମହାପ୍ରଭୁଙ୍କ ସେବାରେ ଲାଗିବ, ତୁମେ ଯାଅ ଯାଅ କୁଡିଆ କରିକି ରୁହ। ରଘୁନାଥ ତାପରେ କୁଡିଆ କରେ,
पूर्व कोड़े आनते कुटी भी ना और रूप गोस्वामी बाहर बसिक लीला चिंतन कर लीला दर्शन भजन बेले कुंज भितर राधाराणी बसती राधाराणी शरीर वस्त्र भूषण ये सब आलुलायित हो जाए कौन कह माने असजड़ा हो जाए आ सखी माने अति आदर में राधाराणी बेणी को सजाऊँ लोक गोस्वामी देखुं भजन कला बेणी के सजाऊँ बेणी की सजे सारा पर राधाराणी की दर्पण टा दौरान राधे तुम्हें देख तुम बेणी ठीक है कि ना तुम मुखटा ठीक देखा कि ना सी तो मुख को देखुं राधाराणी से समय भगवान श्रीकृष्ण आसिक पछे ठिया राधाराणी निज दुख कौन देखिए अहिना केमती कृष्ण मुहटा देखा कृष्ण से डिरेक्शन ठिया राधाराणी देखिए कृष्ण आसिक एणे शरीर वस्त्र केवल मुंडे लुगा ना राधाराणी मथार लुगा दिखती देखी कि राधाराणी केश खोली श्री मथार केश मथा सब ओडली दिखती शिक्षा दे मथा ओडली ना कृष्ण राधाराणी संकोच मन कर केश देखा जाए मुंडे लुगाटा टाणिया रूप गोस्वामी देखिए पशुंद यार प्रिया प्रीतम सी पुणी कौन राधाराणी तरफ गोटे कौन गोटे लज्जा भगवान श्रीकृष्ण देखिए हसुंट यही समय जड़े ये खंज कृष्ण दास नुहति आई जड़े भक्त सी आसटे जीवी रूप गोस्वामी दर्शन कर वृंदावन आसती आ तो महाप्रभु प्रिय श्री वैष्णव लोग सी आस सनातन दर्शन कर रूप पाक आस रूप गोस्वामी लीला देखिए हसुन ये भाविले मत देखिए हस लीला देखिए रूप गोस्वामी हसुंट किंतु ये जो वैष्णव भाविले मत देखिए गोटे हसिले मोर कौन कहीं हसिले एति कहीदे वैष्णव फेरिकी पलैले धीरे धीरे आ गले पचारे कारण से समर्थ साधु कौन पचारे ये निजर भक्ति को बंचाई पलि आसिले कि रूप गोस्वामी के लीला स्मरण भंगा आ ये वैष्णव फेरिकी जाए सनातन कहते वैष्णव कहे गेनु श्री पके देखिते वैष्णव कहे गेनु श्री रूप देखिते आमार देखिया देह लागिला हासीते आमार देखिया देह लागिला हासीते मन दुख हइया तारे किछु ना कहिनु मन दुख हइया तारे किछु ना कहिनु ना बुझी कारण किछु जिज्ञासिते आइनु ना बुझी कारण किछु जिज्ञासिते आइनु जे निमिते हासे ताक हिल सनातन जे निमिते हासे ताक हिल सनातन सुनी वैष्णवेर हइला खेद युक्त मन सुनी वैष्णवेर हइला खेद युक्त वैष्णवासी सनातन पचारे मु सनातन हे प्रभु मु तो गली रूपम दर्शन करने कि रूप गोस्वामी कहीं पशिले मुझे जापार रूप गोस्वामी क्यों लीला दर्शन कर सनातन जाने समर्थ साधुमान शक्ति कि देखु अंत भगवान कौन सी लीला तो कृत्रिम नुहे सब लीला नित्य नित्य लीला को भगवान पूर्ण कर साधक हृदय आ गोटी लीला बहुत साधक हृदय सिद्ध साधक हृदय स्मरण प्रभु कर समर्थ बल देखते मानसिक विचार बल भौतिक जिनिस को स्मरण करें सब बेले आप देखिए आप मन द्वारा गोटे भौतिक जिनिस को कहे 24 घंटा चिंता करें मन चंचल
मनर तो किसी सामर्थ्य गोटे अपराकृत वस्तु को चिंता करने मनर कि सामर्थ्यता अच्छी कि शक्ति अच्छी शक्तिर एटा हूँ बुद्धि सनातन जानीदे कहले तुम्हें खराब भावनी रूप यही लीलारे फिले वर्तमान एभली राधाराणी कर मुह दर्शन कला बेले मथारे लुगा देना वस्त्र असजड़ा अच्छी भगवान श्रीकृष्ण आसी दर्पण में चाहती राधाराणी का देखिकी लज्जा पाइया रूप यहाँ को देखी हसिले इतिरे रूप गोस्वामी हसिले एटा तुमर किछि तुमको देखी से किछि कहना किंतु वैष्णव जे शिक्षा युक्त मन हो गला मु केते बड़ भूल कली मई समय जीवा उचित ने अन्य पक्ष रूप गोस्वामी लीला मंगया से आसी सनातन को पचारी समर्थ साधु मान आज भक्ति मार्ग अग्रगति करने चाहिए से सब बड़े कनिष्ठ अधिकारी मध्यम अधिकार संग कर मध्यम अधिकारी उत्तम अधिकार संग कर उत्तम अधिकारी उत्तम अधिकार संग कर आम कहीं परफेक्ट नुह ए जगत थिला पर्यंत जिते आम भावी आम परफेक्ट से जाना पड़ो माया जेको समय आक्रमण करें आम शुणुले ना इवन ध्रुव महाराज फॉर सम टाइम्स ही बीन एफ्लिक्टेड बाय माया रूपा जी कहते किसी समय साधु को भिक्षा दला शिक्षा दिगला देख ध्रुव जे 5 वर्ष अवस्था स्वयं भगवान को दर्शन करती किसी समय बॉडी रिलेशन आसीगला मो उत्तम हूँ मो भाई आपको जक्ष मैंने मारी मो जक्ष मान मारी लिबरेट पर्सन से मुक्त इस स्थान भली गुण से बहुत सतर्क रहा पड़ो मानस सेवा मानस सेवार भंग कहले सनातन सनातन कहले रूप आज ठारू मोर एटा हूँ उपदेश तुम्हें केबे भी नाम जप कला बेले मानस सेवा कला बेले बाहर रही पार ना तुम्हें बाहर रही पार ना तुम्हें समर्थ जीव कि जो मैंने असमर्थ से कौन से भजन छुटी जीव से तुम प्रति किसी घृणाभाव नहीं आसिले भजन छुटी जीव आ तुम्हें लीला स्मरण कथा सृष्टि हो जीव अपराधी एत बड़ समर्थ साधु ये केवल मन विचार करदे वैष्णव मत देखिए रूप गोस्वामी हसन लीला स्मरण मन गला आ रूप गोस्वामी कातर अंतर से वैष्णव प्रणाम सुनिया श्री रूपती कातर अंतरे सुनिया श्री रूपती कातर अंतरे घूमे पड़ी प्रणमी को जोड़ करे घूमे पड़ी प्रणमी को जोड़ करे अपराध कहिलु कत कहिते ना पारी अपराध कहिलु कत कहिते ना पारी अपराध क्षमरे अनुग्रह करी अपराध क्षमरे अनुग्रह करी ये जीव हिंसन शिक्षा दे समर्थ साधु मान टिके टिके भूल पाई से लीला भंग हो पाद तला पड़ी वैष्णव क्षमा मागे ये मंगलमय पथर अमंगल किसी ना भक्ति राज्य केवल गोटे अमंगल काम मंगल नुहे क्रोध मंगल नुहे ये उपशाखा भी एत क्षति करना आमर जदि आम भक्ति राज्य तक बंचिक रही केवे भक्ति महारानी दया हो पार निश्चित ए जन्म ना भी पर जन्म हम कि वैष्णव अपराध करदे ये केवल अमंगल भक्ति राज्य यहाँ देखा जाए मैंने आउ सब मंगलमय कथा किसी क्षति ना तार प्रति सतर्क वैष्णव बंची भक्ति भगवान करुणा पाई एठी जीव हिंसन निषिद्धाचार कुटिनाटी जीव हिंसन भक्ति ठाकुर भजन आम काली शुणुले श्रीकृष्ण भजन जदि मानस तोर परम जतन तुम लभ अधिकार धन्य दया अन्यमान प्रतिष्ठा वर्जन चारे गुणे गुणी हरि कहु भजन चार्टा जिनिस धन्य दया दया धन्य आसव दया आसव अन्य मान समस्त सम्मान देवा आ प्रतिष्ठा वर्जन
ଚାରି ଗୁଣେ ଗୁଣି ହୋଇ କରବ ଭଜନ। ଏଇ ଚାରି ଗୁଣରେ ଗୁଣି ହେଇକି ଭଜନ କର। ଭକତି ବିନୋଦ ଭକତି ବିନୋଦ କାନ୍ଦି ବୋଲେ ପ୍ରଭୁ ପାଏ କବେ ହେନ ଅଧିକାର ଦିବ ଏ আমায়। ଭକ୍ତିନାଥ ଠାକୁର କହୁଛନ୍ତି ମୁଁ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି କହୁଛି ମତେ କେବେ ଏଇ ଅଧିକାର ଗୁଡିକ ଦେବେ ମୁଁ ଭଜନ କରି। ବହୁତ ସୁନ୍ଦର ଶିକ୍ଷା ଗୁରୁଦେବ କୁହନ୍ତି। ସପ୍ତମ ଗୋସ୍ୱାମୀ ସମସ୍ତ ସାରର ସମସ୍ତ ବେଦ ବେଦାନ୍ତର ସାର ଭକ୍ତି ରସର ସାର ନିର୍ଯୟ ସେ ଦେଇଛନ୍ତି ତାଙ୍କ ଭଜନ ଆକା। ଆଉ ନିଷିଦ୍ଧାଚାର ଦୁଟି ନାଟି ଜୀବ ହିଂସନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା। ପୂଜା ମାନେ ବାହାର ଲୋକଙ୍କୁ ଖୁସି କରି ତାଙ୍କ ନିକଟକୁ ସମ୍ମାନ ପାଇବେ। ବାହାର ଲୋକ ସମ୍ମାନ ଦେବେନି ଆପଣ ତାଙ୍କୁ ସମ୍ମାନ ନଦେଲେ। ଯଦି ଆମେ ବୈଷ୍ଣବ ନାଁ ଧରିଲେ କେବଳ ବାହାର ଲୋକ ନିକଟକୁ ସମ୍ମାନ ପାଇବା ପାଇଁ ବାହାର ଲୋକକୁ ସମ୍ମାନ ଦେବା ସେମାନେ ଆମକୁ ସମ୍ମାନ ଦେବେ। କର୍ମୀ ଲୋକଙ୍କର କଣ ଦରକାର? ସମ୍ମାନ ଦରକାର। ପଇସା ବି ତାଙ୍କୁ ସେ କେୟାର କରିବେନି, ପଇସା ପକେଇ ତାଙ୍କୁ ସମ୍ମାନ ଦରକାର। ଆଉ ସଂସାର ସମ୍ମାନ ଦରକାର ନାହିଁ, ବୈଷ୍ଣବ ନିକଟ ସମ୍ମାନ ଦରକାର। ସଂସାରକୁ ଦେଖିବେ ଦେଖା ମତେ ବୈଷ୍ଣବ କିଭଳି ସମ୍ମାନ ଦଉଛି, ମତେ ଭକ୍ତ କେମିତି ସମ୍ମାନ ଦଉଛି, ମତେ ତ୍ୟାଗୀ କେମିତି ସମ୍ମାନ ଦଉଛ। ଏଇ ଯଦି ତାଙ୍କୁ ଖୁସି କରିକି କେବଳ ତାଙ୍କ ନିକଟରୁ କିଛି ସମ୍ମାନ ପାଇବାର ଆମର ଆଶା ଅଛି, ଏ ଉପଶାଖା। ଏ ଉପଶାଖା ବୈଷ୍ଣବ ମାନେ କେବଳ ଖୁସି ହେବେ, ସାଧୁଗୁରୁ କେମିତି ଖୁସି ହେବେ। ସେମାନେ ଜୀବ ତାଙ୍କ ପ୍ରତି ଅପରାଧ ହେବେନି, କିନ୍ତୁ ଆମ ଜୀବନର ଲକ୍ଷ୍ୟ ରହିବେନି ଯେ ସେମାନେ କେମିତି କେବଳ ଖୁସି କାମ ପ୍ରତି ରହିବେ। ଏ ଉପଶାଖା ପୂଜା ଅନ୍ୟକୁ ଖୁସି କରି ତାଙ୍କ ନିକଟରୁ ସମ୍ମାନ ପାଇବାର ଆଶା। ଆଉ ଲାଭ ମାନେ ପ୍ରଭୁପାଦ ଲେଖିଛନ୍ତି ଧନାଦି ଲାଭ। ଧନାଦି ଲାଭରେ ଯଦି ଆଶା ଆମର ରହୁଛି ବୈଷ୍ଣବ ଏଇ ଭକ୍ତ ହେଇକି କୃଷ୍ଣ ଭକ୍ତି ଶୁଦ୍ଧ କୃଷ୍ଣ ଭକ୍ତି ଆମେ ପାଇପାରିବା ନା। ସକାମ ଭକ୍ତି ପ୍ରାପ୍ତ ହବା, ଶୁଦ୍ଧ କୃଷ୍ଣ ଭକ୍ତି ପ୍ରାପ୍ତ ହେଇପାରିବା ନା। କାରଣ ଧନ ବିବେକ ଜାତ ହେଇଥିବା ବ୍ୟକ୍ତିର ଅନ୍ତରକୁ ମଧ୍ୟ ଧନ ଦୂଷିତ କରିଦିଏ। ଅବିବେକ କଥା କଣ କହିବା, ଆମେ କେଉଁ ସମର୍ଥ, ଆମର କେଉଁ ବିବେକ ଜାତ ହେଇଛି? ବିବେକ ଜାତ ହେଇଥିବା ଲୋକ ଜଡ କଣ ଚିନ୍ମୟ ବସ୍ତୁ କଣ ଆକୁ ଜାଣିଥିବା ଲୋକ, ଭକ୍ତି କଣ ଯୋଉଟା ଭକ୍ତି ନୁହେଁ ଭୌତିକ ବସ୍ତୁ କଣ ଜାଣିଥିବା ଲୋକ, ବିବେକ ଉଦୟ ହେଇଥିବା ଲୋକ ଦୁଇଟା ଜିନିଷରେ ପଡିଯାଆନ୍ତି। ଗୋଟେ ହେଲା ନାରୀ, ଗୋଟେ ହେଲା ସ୍ତ୍ରୀ, ନାରୀ ଗୋଟେ ହେଲା ଧନ। ଇଏ ବିବେକ ଥିବା ଲୋକ, ସମର୍ଥନ ଲୋକ ଦୁଇଟା କଥା ସତର୍କ ରହି ସମର୍ଥନ ଲୋକ ଏଥିରେ ପଡିଯିବେ, ଜାଣିଥିବେ କିନ୍ତୁ ପଡିଯିବେ। ତାର ସ୍ୱଭାବ ସେଇଟା ସଙ୍ଗ କଲା ମାତ୍ରେ। ସେଥିପାଇଁ ଭାଗବତରେ 2 ଜଣ ଯେତେବେଳେ ନିୟମ ଦିଆଗଲା, ଷ୍ଟ୍ରିକ୍ଟ ପ୍ରିନ୍ସିପଲ ଦିଆଗଲା ଭକ୍ତି ଯୋଗୀକୁ। ଏଟାକୁ 4 ଆଶ୍ରମ ନେବେ, ମୁସଲମାନ ଏଟା କୁହାଗଲା ଧନ ସ୍ତ୍ରୀ ପ୍ରତି ବହୁତ ସତା। ତ୍ୟାଗୀ ପାଇଁ ନୁହେଁ, କାରଣ ତାର ସ୍ୱଭାବ ବିବେକବାନ ଲୋକ ମନରେ ମଧ୍ୟ ଅବିବେକ ସୃଷ୍ଟି କରେ ଧନ। ଆଉ ଭଗବାନଙ୍କର କରୁଣା ଏ ଲାଭ କେବଳ ଧନ ଲାଭ ପଛରେ ଆମେ ପ୍ରଭୁପାଦଜୀ ମାନେ ଯାହା କୁହନ୍ତି କେବଳ ଏଇଟା ଗୋଟେ ଅଫିସିଆଲ ରିଲିଜିୟସ ପର୍ସନ ଭଳି ସକାଳେ ଉଠିଲେ ଆଉ ଟିକେ ଭଗବାନ ସେବା କରିଦେଇକି ପୁଣି ବାହାରିଲେ ଧନ କମେଇବା ପାଇଁ। ପ୍ରଭୁପାଦ କୁହନ୍ତି ଏସବୁ ଅଫିସିଆଲ ରିଲିଜିୟସ ଡ୍ୟୁଟି, ଅଫିସିଆଲ କେବଳ ଡ୍ୟୁଟି ବଜାୟ ଅଛି। ଏଥିରେ ପରମାର୍ଥ ଆମର କିଛି କଲ୍ୟାଣ ହବ ନା। ଆଉ ବିଶେଷ କରି ଲାଭ ଘନାଦି ଲାଭର ଆବେଶଟା ରହିଲେ, କାରଣ ଏଇଟା ଦେଖାଯାଉ ତ ବହୁତ ବଡ ସୁନ୍ଦର ବସ୍ତୁ ଭଳି। ରାମଚରିତ ମାନସରେ ତୁଳସୀ ଦାସ କହିଛନ୍ତି, ପ୍ରଭୁ ଭକ୍ତି ରହିତ ଧନ କିଭଳି ନା ନଦୀର ଜଳ ଆସୁଛି କିନ୍ତୁ ନଦୀର ମଥାରେ ଝରଣା ନାହିଁ। ସେ ଜଳ କେତେ ଦିନ ରହିବ? ବର୍ଷା ଦିନ କେତେ ଦିନ ରହିବ? ବର୍ଷା ସରିଗଲେ ଜଳ ଶୁଖିଯିବ। ଉଦ୍ୟମ କରିକି ଆମେ ଧନ କେତେ ଦିନ କମେଇବା? ସେ ଧନ ଆମକୁ କି ସୁଖ ଦେବ? କାରଣ ଝରଣା ନାହିଁ। ନଦୀର ମଥାରେ ଯଦି ଝରଣା ଥିବ ତାହେଲେ ନଦୀର ଜଳ ସବୁବେଳେ ପ୍ରଭାବିତ ହେଉଥିବ। କୃଷ୍ଣଙ୍କ ଚରଣରେ ଯାହାର ମତି ନାହିଁ, କୃଷ୍ଣଙ୍କ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ଯାହାର ପ୍ରୀତି ନାହିଁ, ସେ ଯୋଉ ଧନ ଲାଭ କରୁ ସେ ଧନ କେଉଁ କାମରେ ଲାଗିବ? ତାର ଖିଯିବ ସେ। ବହୁତ ସୁନ୍ଦର ସୁନ୍ଦର ଉପମା ସେ ଦେଇଛନ୍ତି। ହରିଭକ୍ତି ବିହୀନ ଲାଭ ପାଇଁ କେବଳ ଧନ ପାଇଁ ବିବେକ ଉଦୟ ପରେ ମଧ୍ୟ ଧନର ଆବେଶ ଦୂର। ସେଥିପାଇଁ ପରୀକ୍ଷିତ ମହାରାଜ ଭାଗବତରେ ପ୍ରଶ୍ନ ପଚାରିଲେ। ଏ ଶ୍ଲୋକ ତ ବହୁତ କାଲି ଭଗବାନଙ୍କ ଦୟାରୁ ଗୁରୁଦେବଙ୍କ ଦୟାରୁ ଏ ଶ୍ଲୋକ ସ୍ମରଣ ଆସିଗଲେ। ଏ ଶ୍ଲୋକଟି ଭାଗବତରେ ଖେଳୁଥିଲି।
ଆଉ ଏମିତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା ଦେଇଛନ୍ତି ଟିକେ ପ୍ରସଙ୍ଗର ଅଲଗା ଦାମ ଯାଇପାରନ୍ତି କିନ୍ତୁ ये वैष्णव समाज में बहुत बड़ा आवश्यक इस श्लोक टीका मिले धन उपर प्रभु केउंटी कहते भागवत खोजु खोजु एक टीका मिले परीक्षित महाराज प्रश्न पचारुछंती हाँ सुखदेव गोस्वामी को दशम स्कंद भागवतम रे देवासुर मनुष्येषु जे भजन्त्य शिव शिवं प्रायेषु हरिण भोजा नंतु लक्ष्मणपते हरि बहुत सुंदर प्रसंग धन पर पचार हे राजन हे ब्रह्मन परीक्षित पचार देवा सुर मनुष्येषु ये तीन प्रकार लोग देवता असुर और मनुष्य जे भजन्ति अशिवम शिवम प्राय देवता मनुष्य आओ के असुर एक प्राय लोग अशिवम शिवम भजन्ति न तो लक्ष्मी प्रत्याहारे लक्ष्मीपति जे हरि तांको भजन करते ना कहीं परीक्षित प्रश्न अशिवम शिवम परीक्षित शिवम को अशिव कहले अशिवम माने शिव तो मंगलमय अशिव केमती ना जो वेशभूषा अच्छी सभ्य कौन सब बुढ़ी हे मोथारे मोथा माल गुड़िक बेकर पिंधे श्मशान बास करेंगे आ पिला माने चुपकिन बस बाबा के पाठ करियो अशिवम शिवम भजन्ति प्रायेषु देव मनुष्य असुरेषु प्राय अशिवम शिवम भजन्ति न तो लक्ष्मीपति हारे लक्ष्मीपति हरि को भजन करते ना कहीं विश्वनाथ चक्र ठाकुर लिखिले केवल ना प्रायेषु धनी न भोजा ए पिला बस चुपकिन के जने भी पार्टी करबा ना स्कूल को पळेबा आ जगन्नाथ दर्शन हबन बस कथा बेले टिकी अन्य मुस्कुर गली कथा एमती तो स्वभाव पड़ जाए बाहर कथा कहवा टोटाल इंटरेस्ट ना आ कथा प्रभुंकर ध्यान टे न रहा कथार भावना ठीक रही तेणु भागवत चेतन चेतन जो कथा अपराकृत वस्तु तो मथाटा अपराकृत से भगवान से जुक्त से गायब करे उन्होंने आप जी अलग अन्य मनस्क एटी कहते धनी न भोजा प्रायेश अशिवम शिवम देव मनुष्य असुरेशु भजन्ति न तो लक्ष्मीपति हारे प्राय शिवं को भजन करुवा लोक धनी किंतु शिव किए ना अशिव तो भान ना किंतु भोजा प्राय शिवं को भजन करुवा लोक भोगी भोग वस्तु पाउछंती न तो लक्ष्मीपति हारे हरि को भजन करथबा लोक से लक्ष्मी हरि के ना लक्ष्मी पति किंतु लक्ष्मीपति को भजन करथबा लोक धनी नुहे कि भोगिनी ये कहना आपण रसीटी बुझछन तो जदि आम भक्त ही कि आम भोग बुद्धि अच्छी भोग को कमाऊे तमें आम हरि भजन ठीक से हुई ये सत्य भगवान प्रवचन देवे एक वचन को एक प्रश्न समाधान को भगवान उत्तर देवे युधिष्ठिर महाराज प्रश्न फिंटिव समान प्रश्न परीक्षित कर समान प्रश्न युधिष्ठिर कर विश्वनाथ चक्र ठाकुर लिखिले भोगवंत ते भवन्ति न तो इति लक्ष्मीपत्या भजन्तुस्तो धन्य नापि भोगवंत भवति कुतः शिव को भजन करुवा लोक शिव केमती ना धन शून्य अशिवम तांको भजन करुवा लोक धन्य हंती आ भगवंत हंती किंतु लक्ष्मीपति जे धनर मालिक जहां गोटे सब बैकुंठ बड़ भल अच्छी किंतु भक्त कहीं भजन करता लोक कहीं धनी नुहति भगवंत नुहति कौन आती पचार एतम इच्छा संध्यात्र महाभिनम विरुद्धम भगवतं गति सुंदर आ परीक्षित प्रश्न गोटे शैली है महान संदेह सब भागवत लगे मोर गोटे महान
छोट सन्देह कि महान बोली कह सुखदेव परीक्षित सुखदेव प्रवचन देवेनि ना अरे प्रवचन देवा लोक निज रुचि भी अच्छी लोक मान जेकोसी प्रश्न करेंगे लोक मान जहाँ शुणा चाहिए आप केवल से कहे जे इच्छा हो निजर रुचि अच्छी क्यों निजर भक्ति पोषण हम तो सुखदेव चाहते से लीला कथा कहे अन्य किसी कथा कहे काले रुचि परिवर्तन हो मो प्रश्न उत्तर देवेनि गोटे सिद्धांत प्रश्न से सांगे सांगे कहे महान सन्देह बहुत से काले सुखदेव कह यार तुम सन्देह है कौन तुम कौन प्रवचन दौर ना एत साधु ऋषि बसी तो सन्देह कहले ना आम मान सब परीक्षित निजक करना समस्त आमर सन्देह अच्छे एक कथा कहले सुखदेव बाध्य सन्देहटा काटे आ जो भागवत आप शुणे परीक्षित कहे सुखदेव कहे ठीक अच्छे तुम्हें 7 दिन शुणी सार अलग कहानी कटू किसी पचारमा कहे ना 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 तुम बिना सन्देह के दूर कर से एमती चाहे मारे सुखदेव बाध्य सन्देह काटे तुम इच्छा महान सन्देह न आम मान गोटे महान सन्देह जात हो कौन सन्देह जात हो ना विरुद्ध विरुद्ध शील प्रभु दिज प्रभु कि दुजन शील स्वभाव हूँ विरुद्ध आंकर स्त्री अच्छी स्त्री अच्छी लक्ष्मी ये सती किंतु लक्ष्मी की नहीं बहु वैकुंठ रोचंदी सर्व ऐश्वर्य स्थान रही किंतु स्त्री को धरिकी श्मशान भीतर रोचे स्वभाव भिन्न जगत सब लोग को भोग दे दौरान कि निजर किसी भोग ना केतवे भजन आवेश व्याघ्र चर्म पिंधि पिंधि ना उल्लग्न है कि दिगंबर मन पड़ा कीर्तन कथा डंबर बजे नाचिले बस भगवान पूर्ण मर्यादा को मानिए आंकर मर्यादा फर्यादा किसी ना जी भजन आवेश अच्छा सती पाखे बसी भी पूरा आलिंगित अवस्था एकीभूत अवस्था भागवत प्रवचन दो जो ब्रह्मचारी मान बसती पूरा एक अर्धांगिनी भली पूरा कांदर हाथ पकई थे बांगल पर सती बसई थे नैष्ठिक ब्रह्मचारी सनक सनातन मान बसते नारद मुनि बसते प्रवचन लगे सब विरुद्ध स्वभाव किंतु विरुद्ध शील विरुद्ध भजतान गति भजन गति भी विरुद्ध होती अरे लक्ष्मीपति को भजन करने लोक तार भेद ना कि धनी नुहे किंतु ये तो भोग निजे भोग नहीं निजे भोग ना कि निजर भी धन नहीं कि आमको जी भजन कर धन दे भोग दे कहीं मत कहतु भूषणाचार्य ठाकुर लिखुंट भिक्षुकं शिवं भजन्ति संपन्नस्यु शिव निजे भिक्षुक अरे डंबर धरिया लोक भिक्ष मागने हम छठ बड़े देखो सब आसिक डंबर धरिया आम आसवर जड़े सी भिक्ष मागुना प्रेम भिक्ष मागुंट नाम भिक्षा मागुंट कृष्ण को हरे कृष्णा 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 रे हरे हरे राम 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 हरे हरे पूरा भिक्षु प्रवेश भिक्षुकं शिवं भजन्तं संपन्नस्यु भिक्षुक शिव को जी भजन कर सुसंपन्न होती लक्ष्मीपति विष्णु भजन्तु भिक्षुक भवन्ति लक्ष्मीपति को जी भजन कर भिक्षुक विरुद्ध स्वभाव वैपरीतम अनुचितम एटा अनुचित जिनिस परीक्षित पचार गोटे महान सन्देह आम मान काटन आपन को मन रखा पड़ो ए सूचना दिगला विष्णु को जो मैंने वास्तविक भजन करते निष्काम भजन करते भगवान तुम धन देवे ना आप गरीब ना जो धन प्रभु सेवार जी धन प्रभु प्रदान कला धनटा धनर प्राकृतिक गुणटा दबा ना भक्त धन जो 15टा अनर्थ अच्छी भक्त पाखे सृष्टि करेगा ना बरं से धन अप्राकृत ज्ञान चक्षु दब से धन भगवान दे आ धन आमे कमाऊे उद्यम धन से भारी भगवान केवल समर्थवान पुरुष को धन देवे ना असमर्थवान साधक को धन देवे ना आप शुणे धन उपर केते सुंदर सुंदर टीका देछन पूरा गोटे पेज विश्वनाथ चक्रवर्ती श्लोक उपर टीका लिखिसन ए आसी श्लोक आ बहुत बड़ बड़ संदेह काटी देछन हमर गोटे विशाल बड़ वर्तमान समस्या
बहुत भक्त प्रश्न जे आम देखु समर्थ साधु मान बहुत दुख पाच कौन यार समाधान कौन कहीं भगवान जिनिस सुंदर विश्व सबठू रसिक और सिद्धांत आचार्य चक्रवर्ती विश्वनाथ चक्रवर्ती ठाकुर राधाराणी स्वयं व्याकरण पढ़ेचन छोट लोक मन से व्याकरण अति सरल व्याकरण जेकोसी भक्त चाहिए पढ़ी पार सी बुझिपार अति सरल सुगम सुखदेव को संक्षेप उत्तर देगी भगवान पाखु नहीं गले कहले परीक्षित मु 3-4 श्लोक रे तुम प्रश्न उत्तर खाली बुझे दूची कि मन रख तुम्हें जो प्रश्न पचार राजसूय यज्ञ सरला अश्वमेध यज्ञ सरला युधिष्ठिर महाराज भरी सभा भितर अच्युत को प्रश्न पचारते कहीं शिव को भजन करिया लोक धनी आपण को भजन करिया लोक कहीं भगवंत नुहति धनी नुह भगवान ता प्रश्न जो उत्तर देते से कहे किंतु सुखदेव गोटे प्रश्न अच्छी सुखदेव उत्तर होती हरि निर्गुण साक्षात् पुरुष प्रकृते परः सर्वदुःखोपद्रष्टा तं भजन्त निर्गुण भवेत्। हे परीक्षित हरि जेहेतु निर्गुण हरि को भजन कर लोक को भगवान निर्गुण करे कि शिव सगुण से सी भजन कर लोक सगुण भीतर रही से धन से दुख पाइबे। विश्वनाथ चक्रवर्ती बहुत सुंदर टीका लिखी आरंभ अध्याय आरंभ कारण ये वृत्तासुर कथा भस्मासुर कथा आसबनी कि यही प्रसंग आस शिव सगुण शिवंकर भक्त हूँ सगुण शिवजी को निंदा कर जाऊनी विष्णु को तुलना करके शिवजी कथा कह शिव को भजन कर लोक सगुण आ शिवजी कष्ट पाती शिवजी को भजन कर लोक भी कष्ट उत्तर देवे संग संग प्रमाण देवे वृकासुर भस्मासुर तो जहाँ हैरान है दौड़ दौड़ शिवजी को रेस्ट पाइली भजन भजन छाड़ी दौड़े रक्षा नहीं बड़ दे तेना सगुण सी भी भक्त भी हैरान भक्तिर कौन सिद्धांत नहीं जहाँ विश्वनाथ चंद्र ठाकुर बहना आम समस्त साधु आम पढ़ी पार कहीं जड़े विश्वास ना भक्त गोटे सिद्धांत काटी गुड़े आप जो जो प्रश्न करें सब प्रश्न उत्तर से दे दीजिए केवल साधुगुरु द्वारा आप प्राप्त होगा तो होगा सब सिद्धांत दे देते ये कहते गुणा विश्वनाथ चक्र ठाकुर ये श्लोक टीकार लिखुंट ये कथाटा पड़ी कौन कि प्रतिष्ठा आरंभटा कौन निषिद्धाचार कोटिनाटी जीवहिंसन लाभ पूजा प्रतिष्ठा आदि उपशाखा कौन आगे मैं पूजा कहीदेली लाभ कही लाभ माने धनादि लाभ भजन यदि वास्तविक आम करवा आमर धन जी सहाय आम भजन अनर्थ सृष्टि करेनि से धन भगवान किंतु प्रयास करके आम जदि भजन को हेला करके जो धन रोजगार करवा से गुड़ आमको भजन साहय सगुण धन है ज्ञान चक्षु दबनी ये विश्वनाथ चक्रवर्ती ठाकुर लिखुंट गुणातीत भजना कथम गुणमयी संपद प्राप्नुयन्ति रे परीक्षित गुण निर्गुण हरि को भजन कले गुणातीत को भजन कले से भगवान गुणमय धनटा केमती देवे से तो सुदामा धन देला सुदामा तले शोबे ना से कट पलंग जहाँ सब अप्सरा मान रही सबू सेवापत्र अच्छी किसी ग्रहण कले कहले ना ना मोर भक्ति ना भक्ति थे तो भगवान धन देखते भक्तिर फल धन नहीं भगवान मोर धन देते माने मोर भक्त ना मोर भक्ति ना भक्तिर तीव्रता आहरी बढ़ला दास दासी मैंने से पड़ी रही जो स्त्री धन मागिक पाया जाते सी भी चाहिए मो स्वामी तो ये भोग ग्रहण करना मुझे कौन भोग ग्रहण करी दुई जन जाक जमती तले शोले शोले जमती धर्म था सेम धर्म धन ग्रहण कले निर्गुण से गुणातीत भजना कथम गुणमयी संपद प्राप्नुयन्ति निर्गुण को भजन कले गुणातीत को भजन कले जन गुणमय धन केमती प्राप्त हम ये बहुत उन्नत अधिकार कथा मैंने जानी शुरू जार धन पत्र अच्छी तो माटी माटी देगी
ଲୋକ ମୁଁ ଭିକାରୀ ଏ ଭଜନ ଭଜନ କରିବା ଲାଭ ହବ ବହୁତ ଆମେ ଦେଖିଛୁ ଏମିତି ଶୁଣିଦେଲା ପରେ ସେଠୁ ନା ଚାକିରି ବାକିରି କିଛି କରିବା ନୁହଁ ଚାକିରି ବାକିରି ନ କଲେ କଣ ଭଜନରେ ତ ମୋତି ଲାଗିଲେ ହବ ପୁଣି କିଛି ଦିନ ଏମିତି ବାଜିଗିରି କରିକି ପୁଣି ତାପରେ ଖୋଜିବ ଚାକିରି କୋଉଠି ଅଛି ଇଏ ସ୍ଥିତି ନେଇ କୁହାଯାଉଛି ତମ ଭଜନ ମୁଁ ଜ୍ଞାନ ଚାକ୍ଷ ପାଉନାହାନ୍ତି ହରି ନିର୍ଗୁଣ ହରିଙ୍କୁ ଭଜନ କଲେ ଅନ୍ତରରେ କୌଣସି କାମନାରେ କି ନିଷ୍କାମ କାମନାରେ ହରିଙ୍କୁ ଭଜନ କଲେ ତାକୁ ଜ୍ଞାନ ଚକ୍ଷୁ ମିଳିବ न तो संपदा उद्भूतम अज्ञान अंध इति भाव संपद जो अज्ञान रूपक अंधता तैयारी होची एटा भगवान देबे ना गुणातीत मुझे भजन करुची विष्णु मुझे भजन करुची हरि एटा भी देबे ना लक्ष्मीपति हेले भी से देबे ना से कहे अंध हो ज्ञान चक्षु प्राप्त हो ये उत्तर देदेले कहले परीक्षित तुम एतरे संतुष्ट ना मु जानि परछि ठीक अच्छे मो मुखर तुम शुणुचे तो तुम सन्देह आसुची शिव भक्त कहीं भगवंत धनी आ लक्ष्मीपति भक्त कहीं भगवान नहांती गरीब तांकर भोग साधन नहीं आ गरीब कहीं को कहले देख ए प्रश्न उत्तर राष्ट्रीय यज्ञ पर युधिष्ठिर पचारि तुम वंशर युधिष्ठिर आ तार भीतर अच्युत देते समस्ते शुणी मुझे कहूँ चलीगला संवाद संग संग राष्ट्रीय सौभाग श्री भगवान वाच दशम स्कंद 88 अध्याय जस्यामि हरै तद्धना जनै ततो वधनं त्यजन्ति अस्य स्वजना दुःख दुःखितम् भगवान यही प्रश्न परीक्षित प्रश्न को युधिष्ठिर महाराज पचारे शिव धन दियंती कि आप धन दियंती आप भक्त कहीं करेंगे कहले मु धन दिएनी मु धन हरण करियालो बाहरी बाहरी सुनु तो बाहर भजन करेंगे ना ना समस्त हरण करेंगे अरे धन जी पाउची ताको हरि भी दौन कि जस्या अनुग्रह अनुग्रहानी मु जाको स्पेशल मर्सी करे बड़ा स्पेशल मर्सी स्वतंत्र कृपा किंतु शीतल स्वामी तो लेखला बेले बहुत सावधान एक टीका को रचना कर तो नो टीका का सिद्धांत रखिए आमर हूँ कौन रसिक आचार्य मान शीतल स्वामी लिखिले जो विषयान परिजीवसोपि कथनचित विद्यमानसु सज्जते कृष्यते बहुत धनी लोग अच्छे धन को परिजीवेशु ये संस्कृत शब्द काली खोजे मुझे जानी किंतु आनुमानिक अर्थ तो पढ़ी मोर बहुत उच्चारण भूल संस्कृत बिल्कुल किसी पढ़ी परिजेशु शब्दर अर्थ जहाँ मु पढ़ी बुझीपारुची जो मैंने भक्त है कि धन थाए कि धन को त्याग कर देछंती ये प्रभुंकर मोर किछि ना से धनर अभिमान नहीं धन हरिंक सेवार स्वर लगी पुणी भी जकिंचित विद्यमानेषु सज्जते कैश्यते जेतिक धन भी अच्छी सेतिक धन तो कष्ट दउछि भजन करिया दउनी तस्य विषय अपहरणम अनुग्रहम से समय लिखले मु तार से जेतिकी जोतिकी धन ताको कष्ट दउछि से कष्ट धन को नहीं आसी एटा मोर कृपा तस्यां अनुग्रहामि हरे तद्धन सनै यदि प्रश्न करा दिबा आपण तो ध्रुव प्रहलाद को धन देथिले प्रहलाद को गोटे मनंद हा पई आप राजा कर देले अक्षय वाणिज्य सह तबे जहां रोजगार कर दिया हिरण्यकशिपु से भगवंत वस्तु को भोज्य वस्तु को आप प्रहलाद को देदेले ध्रुव को देदेले 36,000 वर्ष राजा करेले अन्यर भक्त कहीं धन को हरण कर समर्थ से धन ध्रुव प्रहलाद भजन किसी बाधा सृष्टि करनी ज्ञान चक्षु को अंधेभूत करे कि जी समर्थ है जो धन ताको अनर्थ रास्ता बनाऊ से धन ताको हरण कर अच्छा ये शब्द लगला सनै हाँ सनै हरे तद्धन सनै मु धीरे धीरे टंका सब आने एकाथर तो गरीब कर दो सर काम सब बिजनेस लॉस कर दो प्रभुपाद जी श्लोक कहते मो जीवन में मो गुरु भाई से कंसर्न कली मो गुरु भाई एक कहले जस्यां अनुग्रहामि हरे तद्धन सनै कहले मु रजा पुओ थिली संस्था प्रभुपाद जी महाराज से बेस्ट केमिकाल थिला
कौन प्रथम थिला अल्लाहाबाद रे प्रयाग केमिस्ट्री इंडस्ट्री ना कौन एमती नाम थिला किंतु से ज्योतिर हाथ मारला भगवान धीरे धीरे सब खोलिए बोले अरे ये मुआ को चाहूंची अस्त्र करके जगत रे जय जगन्नाथ बलदेव सुभद्रा महाराज जगत रे जीवन कल्याण करी ये कौन चाहूंची पुणी बिजनेस करियो प्रभुपाद इच्छा थिला बहुत धन होला परे मु टंका पाइबी टंका पाइला परे मु जीवी विदेश को मो गुरुंकर बाणी प्रचार करी बाबा कहले नाई नाई ना धन नहीं कि जीवन देख प्रभुपाद जीवन में कौन है धन त्याग करी छाड़ से सब धन प्रभुपाद जी कलकाता रे बसतिला बेले केवल गोटे घर अच्छी ऊपर ताला गुरु भाई मैंने आसुनी सत्संग करन तले तालार स्त्री तांगर रुहंती गुरु भाई पचार कौन करवा मोर प्रयाग इंडस्ट्री बर्तमान बंद कलकाता रे गला बर्तमान कौन मोर लाभ होली कौन करी मु प्रभुपाद कहते मु भागवत रे पढ़ी मो गुरु भाई मते रिमाइंड करते जस्यां अनुग्रहानि हरे तंथन सने सने वंशीधर स्वामी जे भावार्थ दीपिका लिखि सिद्धर स्वामी टीका टीका करे सुनी अर्थ कर से लिखिले अच्छा आपण कहीं शीघ्र हरण करती ना ना सहसा हरण क्षुभवश्या मु हरि तो मुझे सांगे सांगे टंका पैसा हरण कर से रागी जीव क्या मु टंका पैसा गला कौन हजम करी से क्रोध कले ता दिन को आई जीव तले मु एमती ता पॉकेट रु टंका टा गाड़ी कि पुओ पॉकेट रु बापा पॉकेट रु पुओ टंका टा गाड़ी 100 टंका एक पुओ काढी से महान चालाक प्रतिदिन जा दरकार 2 टंका 5 टंका 10 टंका एमती काढियो बापा आदले मार्केट दे सप्ताह शेष रहे देले पैसा नहीं किए ना पुओ नहीं धीरे धीरे 100 टंका कर धरा पड़ बापा मार चाप भगवान से पुओ भले धीरे धीरे कर सने कहीं सने हरणे तो क्रमेण धनादीन उदासीन भूत सत्संग इति स्यामिति अभिप्रेत्य वो इच्छा कौन कि मु धर्म हरण करिया कौन हरण करी डिपोजिट करी ना मोर हल अछि ना तार धर्म प्रति जो अभिनिवेश अच्छी ना ताकि काटि तेना मुझे क्षोभ हो से पुणे आउ गोटे बिजनेस स्टार्ट करी नेगेटिव स्टेप किसी नहीं जो धन सब हरण कर आत्महत्या कर तार मु मंगल कर हरी ना मु सनै सनै धीरे धीरे टंका बुलेबी टंका धीरे धीरे पकेट रू जीव से धीरे धीरे साधु पाखु आस बाबा जीव साधु बाबू पचार कौन आज्ञा बिजनेस लाभ होनी कौन करिया से जिते साधु पाखु आसते मुझे तार बिजनेस से पकेट रू काटुरी धीरे धीरे सनै सनै सब लगे कहने साधु संग लगे से दिने दिने मुझे धन को हरण करी शेष तार मती लगी साधु संग बेले मो पाखे आठू आरंभ है भक्तर गोटे महान शिक्षा विश्वनाथ चक्रवर्ती ठाकुर आई धन प्रतिका देले ये कौन कहले तत्व अधन्य त्यज्यते मु तो मन रखी पारे तत्व अधनम त्यजति अस्य स्वजनम दुख दुखिता 2टा दुख दियंती धन तो नहीं गल साधु संग करिया आइला बोले साधु संग कला परे धन बहुत सूक्ष्म पॉइंट तो धन हरण गोटे दुख कि ना टंका पड़े दुख हम 3टा दुख एका संगे देवी शिव धन दिंतु भोग दिंतु मुझे करी मोर कृपा अच्छी धन हरण करे भी सनै सनै धन हरण पर दुखित हम कि नहीं टंका पड़े गोटे दुखित धन हरण दुख गोटे 2टा दुख धन हरण दुख गोटे तत्व अधनम त्यजति धन एतरा पलि से दुख आसीगला अधन होगला धन ना स्वजन दुख दुखिता टंका पलैगला स्वजन मान भी दुख देवे टंका पैसा से छाड़ी पड़े स्वजन मैंने आदर करना स्त्री पुत्र कन्या आदर करना यही दुख एण धन पलैला दुख 2टा दुख एका संगे 2टा दुख आ विश्वनाथ चक्रवर्ती ठाकुर उठेले प्रश्न बर्तना गोटे पेज 30टा पॉइंट रु कम हबनी संक्षेप जी पूरा गुरुत्व जिनिस मु उठे के आनी कल तो बहुत बड़ दयारु भगवान पर बहुत बड़े एमती धन पर कौन हम आ फुलिया मारू ये श्लोकटा मोर मन स्मरण आसीगला देखिए कौन है टीका चक्रवर्ती टीका खेल देला अद्भुत जिनिस चली आस आमर शरत शरत 2-3 दिन तले शरत पुनिया प्रश्न पचारते बहुत भक्त भांगी पड़ता
बहुत बड़ा सन्देह अरे एते बड़ बड़ समर्थ साधु सब भजन करू करू साधु गुरु भजन करू तांको जीवन एते दुख आସୁଛି ଆମେ कौन କରିବା कौन भजन आमे କରିବା तांको तुलना ए गोटे टीका हाँ सब समाधान दे दीचा भक्त को भगवान कहीं की दुख दिया दुईटा दुख स्वजन दुख है धन दुख केवल एतिक नाई भगवान कहते टीका सु प्रश्न उठे सकृपा सपने मंगल पुरा मंगलमय पथ ये अमंगल केवल गोटे वैष्णव अपराध जीव अपराध आउ परनिंदा पर चर्चा यहाँ बुझी छाड़देला तार मंगल जीवन में निश्चित अमंगल किसी ना ये काम पूर्ण साधक कौन कर जदि हुए साधु जनार संग नरोत्तम दास ठाकुर लगी ये काम कर केदिन उत्पीड़न कर केदिन नचेब गुणिया नथिले भूत छापी दियो गुणिया आसिक पहुंची गले कहे बस बस ये गुणी जानी साधु सेवा साधु संग कले काम पड़े कि वैष्णव जीवन गोटे जीवन अमंगल कौन गोटे आ कि मंगल आप टीका देखिए सबुद मंगल अच्छे केवल अमंगल गोटे जिनिस विश्वनाथ ठाकुर लिखिं यहीटा केवल भक्तिर अमंगल आ सबुद बंचार आशा अच्छे अच्छा मानो विश्वनाथ ठाकुर प्रश्न उठेले ये गुड़ी को न पढ़े सब मन रखी 30टा पॉइंट पाखापाखि सब मन रखी पढ़ी आप ध्यान दे शुणिए आ भक्ति महाराणी प्रति भक्त प्रति गुरु प्रति महंत प्रति अपराध बंची जाए आम भी सतर्क हवा दुखा धन विगम दन्यता पुनः दुखित स्वजन कर्तव्यम त्याग दुखम इदम भगवत न तस्य कर्मफलम धनटा हरण कर भक्त को आम देखुचे तार धन पलि जाऊँगी तार दुख अच्छी पुणी स्वजन मान ताना मार दुईटा दुख यहाँ तार कर्मफल नुहे भगवत दत्तम अच्छा प्रश्न उठाई सुख सुखम न कर्मफल भक्त जो सुख पाँच कर्मफल हाँ सुख भी कर्मफल नुहे ये निष्काम भक्तर कथा कहते सुख भी तार कर्म फल नुहे भक्ते अनुसंगिक फलम आहु भक्तिर आनुषंगिक फल हूँ सुख भक्ति महान देवे तो निष्काम भक्तर कथा कहुच्छी आम ये निष्काम भक्तर शुद्ध भक्त कथा आलोचना होती शुद्ध भक्त आम आखि चली से दर्शन कर त्यागी हम ना त्याग आश्रम रहा आम किसी सुरक्षा ना त्याग आश्रम किए पचार बुढ़ा बयस पिला छुआ थी आटलिस्ट पचार टंका थी आमको पचार धन पचार पुत्र पचार संसार पचार ये महान बड़े भ्रम धन का सुरक्षा दे संसार रे धन पचार धन थिले पिला छुआ देखिए बापार टंका अच्छी नचे नचे पूरा सब सफा करे आ पिला छुआ केबे आजिकल जो पिला छुआ आसुन सी केबे गोटे % बापा मां पचारि एटा ग्यारंटी मु देबी आनंद वर्तमान मु लिखी वर्तमान जनरेशन में जो पिला माने सृष्टि होचिंदी मु % दे लिखी 100% केते बाटे पचारि बा 9 लाख % विवाह 9 लाख % बापा को पचारि प्रणाम करिवनी पचार दो बापा बापा मु जान विवाह हला पर दिन ठारू बापा मां को झुनी मंत्र कर्ण मंत्र शिखे ये आसो घर को स्त्री 100% ट्रू पिला छुआ मैंने केबे पचारे आशा करें भगवान के मंगल में कत छाड़ी आम हाँ साधु गुरु त्याग आश्रम छाड़ी गृह आश्रम पशिगला आम सुरक्षा जन्म कर्म मूल होगा प्रियव्रत प्रश्न परीक्षित सांगे सांगे पचारे प्रियव्रत उत्तम श्लोक हे गुरुदेव मेरे बहुत बड़ा सन्देह प्रियव्रत एत बड़ा उत्तम श्लोक भक्त सी कहीं गृहस्थ आश्रम प्रवेश कले जन्म कर्म बंधन कर्म गृहस्थ आश्रम ये सदगृहस्थ कथा कह जानी किंतु सदगृहस्थ आश्रम रही ना जन ब्रह्मचारी को अधिक तपस्या करा पड़ो आप मन रखी कारण ब्रह्मचारी तार मन को लेकिन चलुच्छे
ଗୃହସ୍ଥ 5ଟା ମନକୁ ନେଇ ଚାଲିବ। ବ୍ରହ୍ମଚାରୀର କଷ୍ଟ ତା ମନ, ତ୍ୟାଗୀର ତା ମନ ଯଦି ସଂଯମ କରିପାରିଲା ସେ ରହିପାରିବ, ତାର 5 ମାନ ସହିତ କିଛି ସମ୍ପର୍କ ନାହିଁ। କିନ୍ତୁ ତ୍ୟାଗୀ ଗୃହସ୍ଥ 5ଟା ମନକୁ ନେଇ ଚାଲିବ। ଆପଣଙ୍କ ମନ ଠିକ ଥିଲେ ସ୍ତ୍ରୀ ମନ ଠିକ ନାହିଁ, ପିଲା ମନ ଠିକ ନାହିଁ, ବନ୍ଧୁବାନ୍ଧବ ମନ ଠିକ ନାହିଁ। ଗୃହସ୍ଥ ଆଶ୍ରମ ତପସ୍ୟାର ଆଶ୍ରମ। ଯଦି ନିରପେକ୍ଷ ଭାବରେ ଆପଣ ବିଚାର କରିବେ, ସେଥିପାଇଁ ଗୁରୁଦେବ କୁହନ୍ତି ଇଫ ୟୁ ଆର ସିରିୟସ ଇନ ଗୃହସ୍ଥ ଆଶ୍ରମ ଦେयर ଇଜ you may have slow progress. If you are careless, there is no progress. ଏହାର ମିଠୁର କଥା ସେ କହିଛନ୍ତି। ତୁମେ ଯଦି ଗୃହସ୍ଥ ଆଶ୍ରମରେ ବହୁତ ସିରିୟସ ଲୋକ, ତୁମର ଟିକେ ପ୍ରୋଗ୍ରେସ ଅଛି। ଯଦି କ୍ୟାସ୍ नो प्रोग्रेस, नो प्रोग्रेस। गुरुदेव पचारे जन कहले आज्ञा कौन गृहस्थ आश्रम भजन हेनी, कहले तुम कौन भजन करू बर्तमान भजन धारा पाई मुझे छुआ पे भजन करुच्ची, गृहस्थ आश्रम भजन कर घर छाड़ी कहीं जहां जीवन का बड़ा भजनमय से कहते गृहस्थ आश्रम भजन घर छाड़ी आसिले कहीं चाकरी छाड़ी आसिले भजन हो। ये सत्य कथा, ये समस्त स्वाधीन कथा, ये मोर वचन नहीं, मुझे से स्थिति को जाएगी। ये सत्य जन्मूलम मंडलम। हमें साधुगुरु जीवन को समालोचना करी, महात्मा मान जीवन को समालोचना करी हम भावुचे ये रास्ता ठीक ना आमर चल चल ग्रस्त नहीं। सुख भी कर्मफल नहीं, दुख भी कर्मफल नहीं, भक्ति आनुषंगिक फल। ये भक्ति आनुषंगिक फल। भक्तानां भक्ति मात्रे प्रवृत्ति प्रारब्ध कूट बीज प्रारब्ध कर्माण क्रमेण नाश भवति। जने निष्काम अंतरे भजन आरंभ करिया मात्रे जिते अनर्थ अच्छी प्रारब्ध अप्रारब्ध कूट बीज क्रमेण नाश भवति। विश्वनाथ चक्र ठाकुर कहते कहीं भक्तर कर्मफल अति उन्नत महत भक्तर कर्मफल सी भोग संसार प्रमाण दौरान भक्ति आचरण करिया मात्र 4टा जिन नष्ट हो। प्रारब्ध प्रारब्ध थिले तो सुख दुख भोगे। प्रारब्ध माने पूर्व जन्मर पुण्य और पापटा ए जन्मर सुख दुख आसव। किंतु महत भजन आरंभ कले निष्काम भजन ध्वंस हो। प्रारब्ध अप्रारब्ध कूट बीज 4टा नष्ट हो। जो जन कर्मफल सुख दुख भोगे। जदि कहीं प्रश्न उठाए केते जन्म कर्मफल सागे सागे गोटे जन्म कहते काली कथा पड़ी भगवान साहय कले ठीक से टर्म लगे चतुर्पाद उत्पल सहस्र दलभेद भक्ति शास्त्र मतम। उत्पल माने पद्म, पद्मपत्र सहसरित सूचि प्रवेश करने न्याय अनंत कर्मफल को हरिभक्ति ध्वंस। तेणु महात्मा ने अति उन्नत भक्त मान सुख दुख भय पाती एटा भगवत इच्छा। अच्छा एटा क्यों स्तर कथा सांगे सांगे प्रश्न दौरान क्यों स्तर कर्मफल ध्वंस हुए? उपाधि नैराश्येन कामना रहितेन मन कल्पना कृष्णे मनादि सर्वेन्द्रिय विनियोगे जत्तदेव भजनमेव नैष्क्रियम इति भवति। निष्काम भजन कौन? उपाधि रहित कामना रहितेन मन श्रीकृष्ण चरण सर्वेन्द्रिय विनियोग सब इंद्रिय भगवान का निकट विनियोग होता है। निष्काम भजन यही भजन जड़े समस्त कर्म फल को काटिदेव। सहस्र उत्पल सहस्र दल न्याय इति भक्ति शास्त्र मतम। विश्वनाथ ठाकुर एटा भक्ति शास्त्र मत। अनर्थ गुड़ी कटिज पाप गुड़ी जन्म जन्म कटिज निष्काम भजन जन करे। महात्मा निकट में आम दोष देखी दे ये जिनटा कहते यहाँ अवस्था है दुखटा कहीं। अच्छा बहुत भक्त ये भी गोटे प्रश्न सन्देह शरीर केमती स्थिति की जीवा भोक न खाइले भोक लगुच न शुले निद लगुच माला देला बेलू रुचि लगुना एते निष्काम आउ कामना रहित उपाधि रहित माने पूरा एकाग्र भाई कृष्ण पाखे केमती लगे एटा ए संभव? विश्वनाथ ठाकुर लिखुंट जो मैंने निष्काम भक्त देह स्थित ये तो हबनी आउ से बोल नाम प्रभु कह ये किसी हबनी मो से गले सब से ये किसी हबनी
ନା ଏଇଠି ସବୁ ଏଇଠି ହବ। ଏଠି କହୁଛନ୍ତି ଜଣେ ଦେହ ଭିତରେ ଦେହର ସ୍ଥିତିରେ ଥିଲେ କେମିତି ଏମିତି ଭଜନ କରି 24 ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିବେ, ଖାଇବା ନାହିଁ ଶୋଇବା ନାହିଁ, ତା ଦେହ ରକ୍ଷଣ କେମିତି ହବ? ଏଠି କହୁଛନ୍ତି ବିଶ୍ୱନାଥ ଠାକୁର ଦେହ ସ୍ଥିତିଷୁ ଭଜନାଧିକ୍ୟ। ଜଣେ ଦେହ ଥାଇକି ଏତେ ଭଜନ ଅଭ୍ୟାସରେ କେମିତି ରହୁଛି, କେମିତି ସମ୍ଭବ ହଉଛି? କହୁଛନ୍ତି ଦେହ ସ୍ଥିତିଷୁ ଭଜନାଧିକ୍ୟାତ ଫଳଂ ପ୍ରତିପାଦକ ଭଗବତ ଅଚିନ୍ତ୍ୟ ଶକ୍ତିରେ ବହି। ଭଗବାନଙ୍କର ଯୋଉ ଅଚିନ୍ତ୍ୟ ଶକ୍ତି ଅଛି, ଅଚିନ୍ତ୍ୟ ଶକ୍ତି ବଳରେ ମହତର ସମସ୍ତ ଦୈହିକ କ୍ରିୟା ତାର ଭଜନ ସବୁ ସେ ଚାହିଁ ସେଠି ନିଜର ପ୍ରୟାସ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ତାଙ୍କୁ ଗାଇଡ କରିଛି। ଆଚ୍ଛା ପୁଣି ପ୍ରଶ୍ନ ଉଠୁଛନ୍ତି ଏସବୁ ଗୋଟେ ଗୋଟେ ପଏଣ୍ଟ ଆପଣ ବିଚାର କରି ନେବେ, ଯେତିକି ସନ୍ଦେହ ସବୁ ଆସିଛନ୍ତି। ଆଚ୍ଛା ଯେହେତୁ ପ୍ରାରବ୍ଧ ଫଳେଇବ ସୁଖ ଦୁଃଖ ଦୃଶ୍ୟତେ ହେଲା, ଆମେ ଦେଖୁଛୁ ଜଣେ ମହତ ଅଛନ୍ତି, ବହୁତ ଭଜନ କରୁଛନ୍ତି, ବହୁତ ପ୍ରଚାର କରିଛନ୍ତି, କୌଣସି ବିଷୟ ଘର ନାହିଁ, କୌଣସି ଦେହ ସୁଖ ନାହିଁ, କିନ୍ତୁ ପୁଣି ଦେଖୁଛି ତାଙ୍କର ସୁଖ ଦୁଃଖ ଆସୁଛି। ଏଠୁ କହୁଛନ୍ତି ଯେହେତୁ ପ୍ରାରବ୍ଧ ଫଳ ଇବ ଦୃଶ୍ୟତେ, ନନ୍ତୁ ପ୍ରାରବ୍ଧ ପ୍ରାରବ୍ଧ ଫଳ ଇବ ଦୃଶ୍ୟତେ, ପ୍ରାରବ୍ଧ ଫଳ ଭଳିଆ ଦେଖାଯାଉଛି। ଇବ ଦୃଶ୍ୟତେ ସୁଖ ଦୁଃଖ ଦୃଶ୍ୟତେ ତେ ଭଗବତ ତୈବ, ସେ ତାକୁ ଭଗବାନ ଦେଇଛନ୍ତି ସେ ସୁଖ ଆଉ ସେ ଦୁଃଖ। ପୁଣି ବିଶ୍ୱାସ ସେ ନିଜେ ପ୍ରଶ୍ନ ଉଠାଉଛନ୍ତି, ନିଜେ ସମାଧାନ ନଉଛନ୍ତି। ଆଚ୍ଛା ପ୍ରଶ୍ନ କହୁଛନ୍ତି ଯଦି ଭଗବାନ ଭକ୍ତକୁ ସୁଖ ଦୁଃଖ ଦଉଛନ୍ତି ତାହେଲେ ତାଙ୍କ ନାଁ ଭକ୍ତ ବତ୍ସଳ କାହିଁକି ହେଲା? ଭକ୍ତ ବତ୍ସଳ ନାମରେ କଳଙ୍କ ଆସିବ? ଆଉ ଭକ୍ତ ବତ୍ସଳ ଭଗବାନ ଭକ୍ତେ ପ୍ରଥମ ଦୁଃଖ ଦଦାତି, ଭଗବାନ ତ ଭକ୍ତ ବତ୍ସଳ, ସେ ଭକ୍ତ ବତ୍ସଳ ହେଇକି ଭକ୍ତକୁ କାହିଁକି ଦୁଃଖ ଦିଅନ୍ତି? ସତ୍ୟମ ଉତ୍ତର ଦଉଛନ୍ତି ପୁତ୍ର ବତ୍ସଳ ବି ପିତା ପୁତ୍ରେ ପ୍ରିୟ ଭୋଗ ଗୁଣିକ ଅଧ୍ୟୟନାଦି ପୁତ୍ରಂ ଜବ ଦଦାତି ତତ ବାତ୍ସଲ୍ୟମ୍ ସ୍ୱୟଂ ଦଦାତି ନ ତୁ ପୁତ୍ର न तो तदानी पुत्र न तो तदानी तक पुत्र भी संसार जुक्ति चले। भगवान तो भक्त वत्सल भगवान भक्त भी सुख दुख कहीं दिखती, धर्म तो हरण करने गल पुणी दुख कहीं दबा। ये उदाहरण देखते भक्त वत्सल भगवान कहीं सुख दुख दिखती ना, ये कहते पुत्र वत्सल पिता पुत्र भोग को दूर करेगी ताको अध्ययन आदि दुख दिए कि नहीं, ता हाथ खेलना छड़े के स्कूल को पठाए कि नहीं, किंतु पुत्र बुझीपारे से समय पिता एवं जानाति न तो पुत्र भक्त वत्सल भगवान स्वयं जानाति न तो अहम। भगवान जड़ जगतर बापा पुअर खेलना को छड़े कि ताको माइकी नहीं कि स्कूल एडमिशन करुच्ची पुआ तर बुझीपारे से भक्त वत्सल भगवान कहीं तुम सुख दुख दौन स्वयं जानाती सी जाना। अच्छा ये प्रश्न कराया पुणी प्रश्न उठे। अच्छा नज प्रहलाद दिव्य भोग संपत्ति सुख मात्र दान साधक हितार्थी भगवत दुखम दिए प्रहलाद को ध्रुव को भोग संपत्ति देवा दुख तो जब मिलनी तांकु तो देना कहीं अलग भक्त दौन प्रश्न उठे विश्वनाथ ठाकुर अलग भक्त कौन समाधान देते नहीं कश्चित राजन पुमान वेद विदिश्चिकम जद जिज्ञासया कवयोपि मुह्यते इति विस्मुक्ति संसार प्रमाण देते भगवान कहीं ध्रुव प्रहलाद भोग देवा दुख देना धन हरण करना कि आम भक्त कहीं धन हत्या करते दुख दौन दुईटा दुख दौन कहले न वेद विदिश्चितम तांकर इच्छा को संसार किए जानते कहीं न जान आम ये भगवान इच्छा लेना इच्छा कर भगवान कहीं भक्त को दुख दिखती कहले जब जिज्ञासा तबे भी मुह्यते जदि कहीं जिज्ञासा करने इच्छा कर पंडित रहे माने पड़े किसी समाधान कर न ये लिखिले न अत्र इति सिद्धांत न अत्र इति सिद्धांत यही सिद्धांत है अलग सिद्धांत किसी नहीं विश्वनाथ ठाकुर कहीं गोटे भक्त को भोग देते कहीं ध्रुव प्रहलाद को भोग देले दुख देना कि आम देखु क्या धन छड़ी आनुंट
ସ୍ୱଜନ ଦୁଃଖ ପାଉଛି, ଧନ ଦୁଃଖ ପାଉଛି, ତାକୁ ପୁଣି ଆଉ ନିଜ ଦ୍ୱାରା ବି ସୁଖ ଦୁଃଖ ଦଉଛନ୍ତି। ଏଇଟା କାହିଁକି କରୁଛ? ଶହେଟା ଜାଣ, ସେ ଜାଣ। ପୁଣି ପ୍ରଶ୍ନ କରୁଛନ୍ତି, ଆଚ୍ଛା ଏଇଟା ବହୁତ ଗୁରୁତ୍ୱ ପ୍ରଶ୍ନ। ଆଚ୍ଛା କର୍ମଫଳ ଦ୍ୱାରା ଆମେ କଣ ସେଣ୍ଟିମେଣ୍ଟାଲ ଖାଲି ବୁଝିବା କି? କର୍ମଫଳ ଦ୍ୱାରା ଭକ୍ତ ଦୁଃଖ ପାଉଛି କି ଭଗବାନ ଦ୍ୱାରା ଦୁଃଖ ପାଉଛି ଆମେ କେମିତି ଜାଣିବୁ? ପ୍ରଶ୍ନ ଉଠୁଛୁ ସାଙ୍ଗେ ସାଙ୍ଗେ। ଏଇଟା ଭଗବାନ ଦୁଃଖ ଦେଇଛନ୍ତି କି ମୋ କର୍ମଫଳ ଦ୍ୱାରା ମୁଁ ଦୁଃଖ ପାଉଛି? ଗୁରୁଦେବ, ଏଟା ଆମର ବିଷ୍ଣୁ ପ୍ରସଙ୍ଗକ୍ରମେ ଆଲୋଚନା ହେଇଛି। ଗୁରୁଦେବ କୁହନ୍ତି ପ୍ରାରବ୍ଧ ଦ୍ୱାରା ଯଦି କେହି ଭକ୍ତ ଦୁଃଖ ପାଉଛି ସିଏ ହରିଭଜନ କରିପାରିବ, ସେ ବିମୁଖ ହବ। କିନ୍ତୁ ଭଗବାନଙ୍କ ଦୁଃଖ ଭଜନ ଆବଶ୍ୟକତା ବଢିବ, ବ୍ୟାକୁଳତା ବଢିବ, ସେଟା ନିଜେ ସେ ଜାଣିପାରିବ। ଆଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତିନୋଟି ଲକ୍ଷଣ ଦେଲେ। ଏଇ ତିନୋଟି ଲକ୍ଷଣରୁ ଜଣେ ଜାଣିବ ମୋର ଏଟା କର୍ମଫଳ ଦୁଃଖ ନା ଭଗବାନଙ୍କ ଦୁଃଖ। ନନୁଚ ସ୍ୱକର୍ମେ ଉତ୍ଥୟ ଭଗବତ ଉତ୍ଥୟଶ୍ଚ ସୁଖ ଦୁଃଖୟୋ ଭୋଗକଲ୍ୟ ତ୍ୱେନଂ କୋ ବିଶେଷ। ଭଗବାନଙ୍କର ଉତ୍ଥିତ ଦୁଃଖ ସୁଖ ଦୁଃଖ ଆଉ କର୍ମଫଳ ଉତ୍ଥିତ ସୁଖ ଦୁଃଖ ଦୁଇଟା ତ ସମାନ ଦୃଶ୍ୟମାନ ହଉଛି। ସୁଖ ଦୁଃଖ ତ ଦେଖାଯାଉଛି ଆମକୁ ନା। ସୁଖ ଦୁଃଖ ପଛରେ କର୍ମଫଳ ଅଛି କି ଭଗବତ ଇଚ୍ଛା ଅଛି? କିଏ ଦେଖିପାରୁଛି କହିଲେ ଦେଖିବା? କିଏ ଆମେ ଦେଖିପାରୁନୁ। ଭଗବାନ ସେ ମହାତ୍ମ ଭଗବାନ ସେ ଭକ୍ତକୁ ସୁଖ ଦୁଃଖ ଦେଇଛନ୍ତି କି ତା କର୍ମଫଳ ତାକୁ ସୁଖ ଦୁଃଖ ଦଉଛି? ତାପରେ ସୁଖ ଦୁଃଖଟା ଆମକୁ ଦେଖାଯାଉଛି, କିନ୍ତୁ ପରଦା ପଛରେ କିଏ ଅଛନ୍ତି? କର୍ମଫଳ ଅଛି କି ଭଗବାନ ଅଛନ୍ତି? ଜାଣିନାହିଁ। ତାର ବିଶ୍ୱନାଥ ଚକ୍ର ଠାକୁର ପ୍ରଶ୍ନ ଉଠାଉଛନ୍ତି, ତାହେଲେ କେମିତି ଜାଣିବୁ ଆମେ? ଉତ୍ତର ଦଉଛନ୍ତି କର୍ମଫଳାନାଂ ସୁଖ ଦୁଃଖାନାଂ ଭୋଗେନାପି ତଦ୍ ବୀଜଂ ତିଷ୍ଠତି। କର୍ମଫଳ ଦ୍ୱାରା ଆମେ ଯୋଉ ସୁଖ ଦୁଃଖକୁ ଭୋଗୁଛେ ତା ବୀଜଟା ରହିବ ଜୀବନ। ବୀଜ ମାନେ ବାସନା। ସୁଖ ଦୁଃଖଟା ଭୋଗି ସାରିବା ଆଉ ଭଜନ ଆଦର୍ଶ ମନେ ଆସିବନି, ପୁଣି ମନ ଯାଏ ପୁଣି ମାୟାକୁ କରିବି, ଏ ବାସନାଟା ରହିବ। ତିନୋଟି ଲକ୍ଷଣ କର୍ମଫଳରୁ ଉତ୍ଥିତ ସୁଖ ଦୁଃଖର ତିନୋଟି ଲକ୍ଷଣ। ପ୍ରଥମ ଲକ୍ଷଣ କଣ? କର୍ମ ଫଳ ଭୋଗାଦପି ତତ୍ ବୀଜଂ ତିଷ୍ଠତି। ବାସନାଟା ରହିବ। ଭୁଲ କାମ କରିଥିବା ଦୁଃଖ ପାଇଲା ପରେ ବି ପୁଣି ସେ ଭୁଲ କାମ କରିବାକୁ ଯିବା, ଏଇଟା ଆମର କାମ ଜାଣିବା। ପୁଣି କଣ ମନ ଏଥିରେ ଗଲାଣି। ଦ୍ୱିତୀୟ ଲକ୍ଷଣ ଦେଉଛନ୍ତି ତତ୍ବତାଂ ନରକପାତଶ୍ଚ। ସେ ଲୋକ ପୁଣି ନରକକୁ ଯିବ। କାହିଁକି ନା ବାସନାଟା ରହିବ ନା, ବାସନା ପୁଣି ଭୁଲ କାମ କରିବ, ପୁଣି ନରକକୁ ଯିବ। ତୃତୀୟ କର୍ମ ତାରତମ୍ୟତାଂ ସୁଖ ଦୁଃଖ ତାରତମ୍ୟ ଚେତି ତ୍ରିତୟଂ ଭବେତ୍। ଏ ତିନିଟା କର୍ମ ତାରତମ୍ୟରେ ସୁଖ ଦୁଃଖ ତାରତମ୍ୟ ସବୁବେଳେ ଭୋଗୁଥିବ। କିଛି ଦିନ ସୁଖ ମିଳିଲା, ତାରତମ୍ୟ ଚାଲିଛି, ସେଟା ତା କର୍ମଫଳଟା ଆସୁଛି ପୂର୍ବର କର୍ମ। ଏ ତିନିଟା ଲକ୍ଷଣ ଦେଲେ କର୍ମ ଉତ୍ଥିତ। ଆଉ ଭଗବତ ଉତ୍ଥିତ ସୁଖ ଦୁଃଖର ଲକ୍ଷଣ ତିନିଟା କଣ? ତିନିଟା ଲକ୍ଷଣ ଦଉଛ। ଭଗବତ ଉତ୍ଥାନ ତ ଭଗବତ ଇଚ୍ଛା ଏବ ବୀଜ ହାଚ ପ୍ରୟୋଜନ ପର୍ଯ୍ୟନ୍ତ ଏବ ତିଷ୍ଠତି ନ ତୁ ଉତ୍ତରା। ଭଗବାନ ଯେ ପର୍ଯ୍ୟନ୍ତ ସାଧକର ସୁଖ ଦୁଃଖ ଦଉଛନ୍ତି, ତାଙ୍କ ଇଚ୍ଛା ଯେ ପର୍ଯ୍ୟନ୍ତ ଅଛି ସାଧକ ସୁଖ ଦୁଃଖ ଦେବି, ସେତିକି ପର୍ଯ୍ୟନ୍ତ ସେ ଦୁଃଖ ଦେବେ। ତାପରେ ସେ ସୁଖ ଦୁଃଖ ଭୋଗିଲା ପରେ ସାଧକ ଅନ୍ତରରେ ଆଉ ବୀଜ ରହିବନି, ବାସନା କିଛି ରହିବନି। ସୁଖ ଭୋଗିଲେ ମୁଁ ଦୁଃଖ ଭୋଗିଲେ ଏଇଟା ହେଲା ସେଇଟା ହେଲା, ତାର ଭଗବତ ଆବେଶଟା ସବୁବେଳେ ରହିଥିବ, ସବୁବେଳେ। ଆଉ ମନ ମାଇକ ଯିବନି। ଦ୍ୱିତୀୟ ଜୁହାନ ଭକ୍ତି ଇତ୍ୟାଦି ଜମଭୂତ ତଦ୍ବତଂ ନରକପାତ ଭଗବତ ସ୍ନେହ ପାତ୍ରତ୍ୱାତ୍। କର୍ମ ଉତ୍ଥିତ ବ୍ୟକ୍ତି, କର୍ମ ଫଳରୁ ସୁଖ ଦୁଃଖ ପାଇଥିବା ବ୍ୟକ୍ତି ନରକକୁ ଯିବ, କିନ୍ତୁ ଭକ୍ତ ନରକକୁ ଯିବନି। ଭକ୍ତ ଗୋଟିଏ କଣ୍ଡିସନ ନରକକୁ ଯିବ, ଯେ ବୈଷ୍ଣବ ଅପରାଧ કરે, ଗୁରୁ ଆଜ୍ଞାକୁ ଅବଜ୍ଞା કરે, ବୈଷ୍ଣବ ଅପରାଧ। ତା ଛଡା ଭକ୍ତ ନରକ ଯିବାର କଣ୍ଡିସନ ଦେଇଛନ୍ତି। ଭକ୍ତ ନରକକୁ ଯିବନି ନା, କାହିଁକି? ଏଠି କହୁଛୁ ଜୁହାନ ଭକ୍ତି ଭଗବତ ନାମ ମଧ୍ୟ ଇତି ଜମଭୂତ। ଯମରାଜ କହିଛନ୍ତି ନା, ଯାହା ଜୁହା ନାମ କରୁନି ଭକ୍ତ ତ ନାମ କରୁଛି, ଭକ୍ତ କେବେ ନରକକୁ ଯିବନି। ସ୍ନେହ ପାତ୍ରତ୍ୱ, ଭକ୍ତ ଭଗବାନଙ୍କର ସ୍ନେହ ପାତ୍ର, ସେ ନରକକୁ ଯିବନି। ତୃତୀୟ ନ ଦୁଃଖାତି ସୟସ୍ୟତି। ଇଏ ଯୋଉ କର୍ମଫଳର ଦୁଃଖ ଗୁଡାକ ଆସିବ ନା, ଏ ଛାଟି ପିଟି ହେଇକି ବା କର୍ମଫଳ ଯିଏ ଭୋଗୁଥିବ, ସେ ମରିଯିବି, ଆତ୍ମହତ୍ୟା କରିଦେବି, ହେ ଭଗବାନ ଆଉ ସହି ହଉନି,
ଭକ୍ତକୁ ଟାଣି ଭଗବାନ ଯୋଉ ଦୁଃଖଟା ଦଉଥିବେ ଭକ୍ତ ଯେତିକି ସହିପାରେ ଯେତିକି ସହିପାରିବେ ଯେତିକି ତାର ଭକ୍ତିର ଆଦେଶ ଉତ୍କଣ୍ଠା ବେଢିବ ସିଏ ପର୍ଯ୍ୟନ୍ତ ଭଗବାନ ତାକୁ ସେତିକି ଦୁଃଖ ଦେବେ ସହ ଦେବେନି ସେ ଦୁଃଖ ସେ ଟଲରେଟ୍ କରିପାରୁଥିବେ ତା ସହିତ ତାଙ୍କ ବେଦନା ଆବେଶ ଥିବ ପୁଣି ପ୍ରଶ୍ନ ଉଠେ ଯେତେ ସନ୍ଦେଶ କାଟି ଦେଇଛନ୍ତି ପୁଣି ପ୍ରଶ୍ନ ଉଠେଇଲେ କର୍ମଫଳ ଭଗବାନ ଥିଲ ସୁଖରୁ କହ ଶତ୍ରୁକୃତ ମାତୃକୃତ ତାଡ଼ନାୟବ ବିଷମୃତୟବ କୁତସ୍ତୁଲ୍ୟତେ ସେ କ୍ରୋଧ କଲା ଭଳି ବିଶ୍ୱାସ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯଦି ତୁମେ ମତେ ପ୍ରଶ୍ନ ପଚାରିବ ନିଜ କର୍ମଫଳ ଉତ୍ଥିତ ସୁଖ ଦୁଃଖ ଆଉ ଭଗବତ ଉତ୍ଥିତ ସୁଖ ଦୁଃଖ ଦୁଇଟା ଯାକ ସମତୁଳନା ବୋଲି ସେ କହୁଛନ୍ତି କେମିତି ତୁମେ ଏଟାକୁ ତୁଳନା କରୁଛ ଶତ୍ରୁ ଦ୍ୱାରା ଉତ୍ଥିତ ତାଡ଼ନା ମାତୃ ଦ୍ୱାରା ଉତ୍ଥିତ ତାଡ଼ନା ଦୁଇଟା ସମାନ ଶତ୍ରୁ ଗୋଟେ ଚାପଡ଼ ମାରିବ ପୋଲିସକୁ ପ୍ରଭୁପାଦ ଏଟା କୁହ ଆପଣ ଭାବୁଛନ୍ତି କି ପ୍ରଭୁପାଦ ଯାହା କହିଛନ୍ତି ଟୀକା ନୁହନ୍ତି ବୋଲି ପ୍ରଭୁପାଦଙ୍କର କନଭରସେସନ ହଉଛି 100% ଟୀକାର ଆନ୍ସର କାରଣ ସେ ସବୁ ଟୀକା ପଢିଛନ୍ତି ପ୍ରଭୁପାଦଙ୍କର ଭାବାର୍ଥ ହେଉଛି ଟୀକାର ଯେତିକି ଆମେ ଭ୍ରମିତ ନହବା ସେତିକି ସେ ଲେଖିଛନ୍ତି ଆମ ଅଧିକାର ଦେଖି କାରଣ ମିଶନ ମାସ ବାଟ କରିଥିଲେ ପ୍ରଭୁପାଦଜୀ ମହାରାଜ ସେଥିପାଇଁ ଗୁରୁଦେବ କୁହନ୍ତି ଯେତେ ଭିତରକୁ ଯିବ ସମୁଦ୍ର ଉପରେ ଯଦି ଭାସିବ ତାହେଲେ କିଛି ମାଛ ପତ୍ର ଧରିକି ଆସିବ ଲୁଣିଆ ମାଛ କିଛି ପାଏ କିନ୍ତୁ ସମୁଦ୍ର ରତ୍ନ ଧରିବା ତା ଭିତରେ ଯେତେ ପଶିବ ସେଠି ରତ୍ନ ପାଏ ପ୍ରଭୁ ସବୁ ରତ୍ନ ରଖି ଦେଇଯାଇଛନ୍ତି ନା ଆମେ ଜାଲିଆ ଉପରେ ମାଛ ଫିଙ୍ଗି ଦେଇକି ଧରିକି ପଳେଇ ଆସୁଛି ସବ ଟୀକା ପ୍ରଭୁପାଦ ପଢିଛନ୍ତି ସେଥିପାଇଁ ଏ ଆନ୍ସର ଦିଅନ୍ତି ପ୍ରଭୁପାଦ ମାଡା ତୁମେ ଖାଇବାକୁ ପଡିବ ଭଗବାନ କତର ମାଡା ନ ଖାଇଲେ ପୋଲିସ ମା କତର ମାଡା ନ ଖାଇଲେ ପୋଲିସ କତର ମାଡା ଖାଇବାକୁ ମାୟା ମାରିବ ମାନେ ଭଗବାନ ମାରିବ ମାଡା ଖାଇବାକୁ ପଡିବ କିନ୍ତୁ ପାର୍ଥକ୍ୟ ବହୁତ ଅଛି ପୋଲିସ ପ୍ରହାରରେ କରୁଣା ନାହିଁ ସେ ଗଣ୍ଠି ଦେଖିକି ବାଡେଇବ ଦାଗ ରହିବନି କିନ୍ତୁ ଛୁଟା ହଉଥିବ କିନ୍ତୁ ମା ଏମିତି ଜାଗାରେ ଚାପଡ଼ ମାରିବ ସେ ଦେଖିକି କାନ୍ଦିବ ମା ଛୁଆଟାକୁ ମାରିଥିଲି ତା ସେ ଭଲ ରୋଷେଇ କରି ମାରିଲା ପରେ ସ୍ନେହ ଥାଏ ବିଶ୍ୱନାଥ ଠାକୁର କହୁଛନ୍ତି କେମିତି ଏ କଥା ତୁମେ କହୁଛ କର୍ମ ଉତ୍ଥିତ ଭଗବତ ଉତ୍ଥିତ ତାଡ଼ନା ଶତ୍ରୁକୃତ ମାତୃକୃତ ଇବ ଶତ୍ରୁକୃତ ତାଡ଼ନା ଦୁଃଖ ବିଷ ତୁଲ୍ୟା ମାତୃକୃତ ତାଡ଼ନା ଅମୃତ ତୁଲ୍ୟ ଭଗବାନଙ୍କୁ ଦୁଃଖ ଦିଅନ୍ତି ଭକ୍ତକୁ ତା ଅମୃତ ଆଉ ଏଇଟାକୁ ତୁମେ ତାଳନା କେମିତି କରୁଛ ତୁଳନା କେମିତି କରୁଛ ପୁଣି ଉଠେଇଲେ ପ୍ରଶ୍ନ ନନୁଚ ସର୍ବସମର୍ଥ ଭଗବତ ଭକ୍ତ ଦୁଃଖ ଦାନ ବିନା କଥମ ତତ୍ ପ୍ରୟୋଜନ ନସିଦ୍ଧ୍ୟତେ ଭଗବାନ ତ ସର୍ବସମର୍ଥ ସେ ଭକ୍ତକୁ ଦୁଃଖ ନଦେଲେ କଣ ତାଙ୍କ କାମ ଶୁଣୁନି ନା କଣ ତାର ପ୍ରୟୋଜନ କଣ ସିଦ୍ଧ ହଉନି ନା ଏ ପ୍ରଶ୍ନ ଯଦି କେହି ଉଠାନ୍ତି ବିଶ୍ୱନାଥ ଠାକୁର କହୁଛନ୍ତି ଏତେ ଲୀଳା କର ପୁଣି ଭକ୍ତ କେନ୍ଦେବ ସେ କଣ ଦରକାର ତୁମର ଏଟା ତୁମର କଣ ଲୀଳା ସୃଷ୍ଟି ହଉନି ଯଦି ଏ ପ୍ରଶ୍ନ ପଚରାଯାଏ ସତ୍ୟମ ଲୀଳା ସେ ତ ରସିକ ସିଏ କହିଲେ ସତ୍ୟ ସେ ବା ଲୀଳା ନିଧି ଲୀଳାର ସମୁଦ୍ର ସେ ଲୀଳା ନିଧିଙ୍କର ଭକ୍ତକୁ ଦୁଃଖ ନଦେଲେ ତାଙ୍କ ଲୀଳା ସିଦ୍ଧି ହବନି ନା କାହିଁକି ପ୍ରଶ୍ନ ଉଠାଉଛନ୍ତି ବହୁତ 3ଟି କାରଣ କହିଛନ୍ତି 3ଟି କାରଣ ବହୁତ ଭକ୍ତ ପ୍ରଶ୍ନ କରନ୍ତି ଶ୍ରୀଧର ସ୍ୱାମୀ ଯାହା ଲେଖିଥିଲେ ଅଜାମିଳ ଚରିତ୍ର 2ୟ ଅଧ୍ୟାୟରେ ତା ସହିତ ଗୋଟେ ପଏଣ୍ଟ ଏଠି ମିଳୁଛି ବହୁତ ଲୋକ ପ୍ରଶ୍ନ ସବୁ ଲୋକ ଭଗବାନ କାହିଁକି ଇଚ୍ଛା କରୁନାହାନ୍ତି ସବୁ ଲୋକ ଭଗବାନ ନଷ୍ଟ କରନ୍ତି କହିଲେ ନା ଭଗବାନ ଇଚ୍ଛା କରୁ ଆପଣଙ୍କ ଶ୍ରୀଧର ସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ଆପଣଙ୍କ କୋଟିଏ ଟଙ୍କା ଥିଲେ ଆପଣ ଚେକ୍ ଫେକ୍ ସହ ପୁରା ଖୋଲିକି ରାସ୍ତାଘାଟରେ ବୁଲୁଛନ୍ତି ନାଇଁ ମୁଁ କୋଟିପତି ଟଙ୍କା ଅଛି ମୋର ଏଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏତେ ବୁଝୁ ଆପଣ ଆକାଉଣ୍ଟ ନମ୍ବର କାହାକୁ କହୁଛୁ ଏ ଟିକେଟ କାଟିଲା ବେଳକୁ ବା ଯାହାର ଗୋଟେ କାର୍ଡ ଅଛି ସେ ମୁଁ ଆକାଉଣ୍ଟ ନମ୍ବର କାହା କହିବି କଣ ସେ କୋଡ ନମ୍ବର କହିବି ଏଟିଏମ କାର୍ଡ ସେ କାହାକୁ ଲେଖିକି ଦେବି କାହା ତୁମେ ମାରିକି ପଇସା ନେଇ ପଳେଇବ 10-50 ହଜାର ଅଛି ସେ ପାଇଁ ଏତିକି ଡର ଲାଗୁଛି ଆଉ ଭଗବାନ ଭକ୍ତି ଯୋଗକୁ ରଖିଛନ୍ତି ସେ ଖରାପ କେମିତି ଖୋଲିଦେବ ସ୍ୱାମୀ ପାଠ ଦେଖିଲେ ନା ଏ ସକାମୀ ଲୋକ ବହୁ ଆମକୁ ଯଦି ନାମର ରହସ୍ୟଟାକୁ ଜଗତରୁ କହି ଦିଆଯିବ ତାହେଲେ ସିଂହକୁ ପୋଷିକି କୁକୁରକୁ ଗୋଡେଇବେ କି ସିଂହର ପୋଷିଛି ଯଦି କୁକୁର ତା ଘରକୁ ଆଇଲା ସିଂହ ଖୋଲିବ କହିଲା କୁକୁର ଗୁଡା ଏ ନାମ ସିଂହ ବି ଏ ଭଗବାନ ଭଗବତଙ୍କୁ ଦେବେ ଏ ସକାମୀ ଲୋକ ନାମ ରହସ୍ୟ ଗୁଡାକ ଜାଣିବେ ତାହେଲେ କୁକୁରକୁ ଗୁଡେଇବା କାମ କରିବ ଘର ପ୍ରତିଷ୍ଠା ଦିନ ନାମ କରିବା ପୁଅ ବାହାଘର ଦିନ ନାମ କରିବା ଝିଅ ବାହାଘର ଦିନ ନାମ କରିବା ମଙ୍ଗଳ କାମ କରିବା ନାମ କରିବା ମୋର ବାପା ମରିଗଲା ନାମ କରିବା ସେ ନାମଟାକୁ ବ୍ୟବହାର କରିବେ ତାଙ୍କର ମଙ୍ଗଳ କାମ ଏ କୁକୁର ଗୁଡିଆ କାମ
କିମ୍ବା ଏବେ ବି ସେ ଉତ୍ତର ବାଲେଶ୍ୱର ଆଡେ ସବୁ ନାମ ସବୁ କଥାରେ ଦେଖିବା ନାମ କରି ପକେଇ କାହିଁ ଜାଣନ୍ତି ନାମର ମହିମାଟା ସେ ଭଗବାନ ଏଟା ଚାହୁଁନାହାନ୍ତି ଏ ସିଂହ ନାମ ଏ ଭଗବାନ ମତେ ଦେଲେ ଏ ନାମ ମହିମାଟା ଯଦି ଖୋଲି ଖୋଲି ସବୁ ଶାସ୍ତ୍ରରେ କୁହାଯାଇଥିବା ନାମ ଏକମାତ୍ର ସାଧନ ଆଉ ସଂସାର କିଛି ସାଧନ ନାହିଁ ତାହେଲେ ଲୋକମାନେ ଜାଣିଦେବେ ଏଥିରେ ତ ସବୁ ସିଦ୍ଧି ହବ ଆଉ ସବୁ କାମ ସେ କରିବେ ଟଙ୍କା କେମିତି ବଢିବ ଆଉ କାମ କରିବେନି ବସିକି ମାଳି ବଢିବେ ସବୁ ପ୍ରଭୁ ଟଙ୍କା ଟଙ୍କା ଆସି ହରେ କୃଷ୍ଣ ଟଙ୍କା କେମିତି ଆସିବ କି ଭଗବାନ ରାତି ଦିନ ଶୋଇଦେବି ଆଉ ଦାମ ଭଗବାନ କେଉଁ ଶୋଇବ ରେଷ୍ଟ ନେବେ ଭଗବାନ ସେ ଟଙ୍କା ସେ ଖଟାନ୍ତୁ ସେ ନାମ ନେଇକି ଟଙ୍କା ରୋଜଗାର ନ କରୁ ଚକ୍ରିଦାର ଦେଖିଥିଲେ ଆଉ ଲୀଳା ନିର୍ଦ୍ଦେଶ ସତ୍ୟମ ସ ଲୀଳା ନିର୍ଦ୍ଦେଶ ତସ୍ୟ ଲୀଳା ନ ସିଦ୍ଧ୍ୟତେ ତାଙ୍କ ଲୀଳା ଭକ୍ତକୁ ଦୁଃଖ ନ ଦେବେ ତାଙ୍କ ଲୀଳା ସିଦ୍ଧି ହବନି ନା ଆଉ କିଛି ସିଦ୍ଧାନ୍ତ ଅଛି ନା କେବଳ ଆପଣ ଏମିତି କହିଦଉଛନ୍ତି ଟିକେ ପ୍ରଶ୍ନ କରନ୍ତି ଆପଣ ଭକ୍ତି ଯୋଗ ବୋଲି ଆପଣ ଏମିତି ସେଣ୍ଟିମେଣ୍ଟାଲ କହିଦଉଛନ୍ତି ନା 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 ମୁଁ ତିନୋଟି ସିଦ୍ଧାନ୍ତ କହୁଛି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି এই ତିନୋଟି ସିଦ୍ଧାନ୍ତରେ ତୁମେ ଜାଣିବ ଭକ୍ତକୁ ଭଗବାନ କାହିଁକି ଦୁଃଖ ଦିଅନ୍ତି କଣ ତିନୋଟି ସିଦ୍ଧାନ୍ତ ଭକ୍ତି ଯୋଗସ୍ୟ ରହସ୍ୟତ୍ୱଂ ରକ୍ଷାର୍ଥଂ ଭକ୍ତି ଯୋଗର ରହସ୍ୟଟାକୁ ରକ୍ଷା କରିବା ପାଇଁ ଭକ୍ତକୁ ଦୁଃଖ ହେଲା ମାନେ ଭକ୍ତି ଯୋଗୀ ବିମୁଖ ହେଇଯାଉଛନ୍ତି କର୍ମୀ ଜ୍ଞାନୀ ଯୋଗ କେମିତି ବିମୁଖ ଭାବିବ କର୍ମୀ ଜ୍ଞାନୀ ଯୋଗ ଦେଖିବା ଦେହ ମାଳି ଗଡଉଛି ତ ଏଇଆ ହେଲାଣି ଏଇ ତ ତାର ବେଶୀ ପଡିଲାଣି ଏଇ ତାର ହାର୍ଟ ଆଟାକ ହେଇଗଲାଣି ତାକୁ ତ ଏଇଆ ହେଲାଣି ହେଇଗଲାଣି ତାର ଆକ୍ସିଡେଣ୍ଟ ହେଲାଣି ଭକ୍ତି ଯୋଗ ପ୍ରତି ବିମୁଖ ହେଲେ ଭଲ ହବ ଭକ୍ତି ଯୋଗଟା ସୁରକ୍ଷା ପାଏ କାରଣ ଏଇ ଅତାଳୁଆ ଲୋକ ଅତାଳୁଆ ଆମର କୁହନ୍ତି ସେ ବାଲେଶ୍ୱର ଅତାଳୁଆ ଅତାଳୁଆ ମାନେ କଣ କଲେ ବଜ୍ରେ ମଝିରେ ଭିତରେ ବସିଥିବେ ମିଠିବେ ଝୁମରେ କାହାକୁ ମାରି ପକେଇବେ ଅତାଳୁଆ ଏ ସକାଳ ଲୋକଟା ଅତାଳୁଆ ଧରତେ ଧରତେ ମାରି ଧରତେ କଣ ଜମାନ ଆସନା ମରି ପାଇ ଫୋପାଡ଼ିକି ସବୁ ପୁଣି ବିରୁଦ୍ଧ କହିକି ପୁଣି କର୍ମୀ ଭଳିଆ କଟିବେ ଏ ଅତାଳୁଆ ଲୋକଟା ପଶିଯିବେନି ପୁଣି ଭକ୍ତି ଯୋଗ ପଶିକି ଶୁଣି ଭକ୍ତି ଯୋଗଟାକୁ ଦୂଷିତ କରିଦେବେ ଭକ୍ତି ଯୋଗସ୍ୟ ରହସ୍ୟତ୍ୱଂ ଭକ୍ତି ଯୋଗ ସୂକ୍ଷ୍ମ ରହସ୍ୟଟା ଅଛି ତାର ସୁରକ୍ଷା ଦେବେ ଭକ୍ତକୁ ଦୁଃଖ ଦେବା ଦ୍ୱାରା ଏ ସବୁ ଲୋକ ଆମେ ବୁଝିପାରିବେ ଆଚ୍ଛା ଦ୍ୱିତୀୟ ନାନାନ୍ୟ ମତାନୁମତଂ ଉତ୍ଖାଦ୍ୟ ଭାବାର୍ଥଂ ଏ ଭକ୍ତକୁ ଦୁଃଖ ଦେବା ଦ୍ୱାରା ସବୁ ଲୋକ ଭକ୍ତି ଲୋକକୁ ଆସିବେନି ଆଉ ଭକ୍ତିର ମହିମାଟା କେବଳ ହବ ଯେତେ ମତ ସଂସାର ଚାଲିଛି ମତଟା କିଏ ସୃଷ୍ଟି କରୁଛନ୍ତି ଭଗବାନ ସୃଷ୍ଟି କରିଛନ୍ତି ନା ଆଉ ଅଲଗା ମତ ଗୁଡା ସବୁ ବନ୍ଦ ହେଇଯିବ ଭଗବାନ ବି ଚାହୁଁଛନ୍ତି ଜଗତରେ ସବୁ ପ୍ରକାର ମତ ରହୁ ଭଗବାନ ବି ଚାହୁଁଛନ୍ତି ଏ ମାୟାବାଦୀ ହୁଅନ୍ତୁ ଯେତେ ପ୍ରକାର ବାଦୀ ଅଛନ୍ତି ସବୁ ବାଦୀ ହୁଅନ୍ତୁ ଚାହୁଁ ଭଗବାନଙ୍କର ଇଚ୍ଛା ନା କାହିଁ ଆମେ ନୀଳାନିଧି ନୀଳାନିଧି ଏ ଛଟପଟ ନାଟକରେ କମେଡିଆନ ସିନ୍ ଗଲା ପରେ ପୁଣି ଭିଲିଆନ ସିନ୍ ଆସୁଛି ଆସିବନି ପୁଣି ହିରୋ ହିରୋଇନ ସିନ୍ ଆସୁଛି ସବୁ ପ୍ରକାର ଚାଲିଲେ ଭଗବାନ ଲୀଳା କ୍ଷେତ୍ର ନା ସବୁ ସିଏ ସିନ୍ ଦେଖିବେ ମାୟାବାଦୀ ମାନେ କେମିତି ମାଡପିଟ ଲାଗୁଛନ୍ତି ଭକ୍ତି ଯୋଗୀ କେମିତି ଭକ୍ତ କରୁଛି ଅଷ୍ଟାଙ୍ଗ ଯୋଗୀ କେମିତି ଗୋଡା ହାତ ଟେକିକି ପଡୁଛି ସବୁ ସିଏ ଦେଖିବେ ତାଙ୍କ ଇଚ୍ଛାରେ ସବୁ ଜୀବକୁ ତାର ଗୁଣ ହିସାବରେ ସବୁ ପନ୍ଥା ସୃଷ୍ଟି କରିଛନ୍ତି ଆଉ ଭଗବାନ ତାହାନ୍ତି ସାମ୍ବାଦିକ କହିଛନ୍ତି ସବୁ ଜଗତରେ ଯେତେ ମତ ଅଛି ରହୁ ଭକ୍ତିମୟ ଠାକୁର ଜୈବ ଧର୍ମରେ ଲେଖିଲେ ସଂସାରରେ ଯେତେ ମତ ଚାଲିଛି ସବୁ ଭଗବାନ ଇଚ୍ଛାରେ ଚାଲିଛି ଇଏ ଅତି କଥା ମାନେ ମତେ କ୍ଷମା କରିବେ ଆପଣ ହାରିଆନି ପ୍ରଭୁପାଦ ଓଲଟା କଥା କହିଛନ୍ତି ସେ ସବୁ ଭଗବାନ ଇଚ୍ଛା ହିଁ ଚାଲିଛି ଆମେ ଯେତେ ଜଗତରେ ମତ ଚାଲିଛି ପ୍ରଭୁଙ୍କ ଇଚ୍ଛା ଚାଲିଛି ଯେ ପ୍ରଭୁ ଇଚ୍ଛା ନ କରିବେ ଏ ସତ ରାସ୍ତା ହେଇକି ଆମେ କଥା କହୁଛୁ ଲୋକ ଗ୍ରହଣ କରୁନାହାନ୍ତି ଭଲ କଥାଟା କେମିତି ଲୋକ ଗ୍ରହଣ କରୁଛନ୍ତି ଜଗନ୍ନାଥଙ୍କୁ ଭଗବାନ ବୋଲି କୁହାଯାଉଛି ଜଗତରନାଥ ବୋଲି କୁହାଯାଉଛି ଲୋକ ଗ୍ରହଣ କରୁନାହାନ୍ତି ମଳମୂତ୍ର ସାରି ମଳମୂତ୍ର ଧାରୀ ଶରୀର ଲୋକମାନଙ୍କୁ ଲୋକ ଭଗବାନ ବୋଲି ଗ୍ରହଣ କରିଦେଉଛି କେମିତି ପରମାତ୍ମା ପିତାଙ୍କ ଅନ୍ତର ନାହାନ୍ତି ଭଗବାନ ତାଙ୍କୁ ଏତେ ଜ୍ଞାନ ଦଉନାହାନ୍ତି ଜଗତରେ ଯେତେ ପ୍ରକାର ମତ ଚାଲିଛି ସବୁ ଭଗବତ ଇଚ୍ଛାରେ ଚାଲିଛି ଆଉ ସୂକ୍ଷ୍ମ ଅତ୍ୟୁତ୍ତମ ଲେବୁଲ ଡିଭୋଟିକ୍ସ ପାଇଁ ଯଦି ଆମେ ସେ ମତ ବିରୁଦ୍ଧରେ ପ୍ରଚାର କରିବା ମାନେ ଆମେ ଭଗବାନଙ୍କ ବିରୁଦ୍ଧରେ ପ୍ରଚାର କରିବା ସେ ତ ଉତ୍ତମ ଦିଗରେ ପ୍ରଚାର କରିପାରିବେ ମଧ୍ୟମ ଦିଗରେ ଷ୍ଟେଜକୁ ଆସୁଛି ସେ ଭିଜନ ଚେଞ୍ଜ କରିବାକୁ ପଡିବ ଭଗବାନ ବିରୁଦ୍ଧରେ ସଂଗ୍ରାମ କରୁଛି ଭଗବତ ଇଚ୍ଛା ଚାଲିଛି ଆମେ ସୁନା ବିକୁଛେ ବିନା ପଇସାରେ ଲୋକ ନେଉନାହାନ୍ତି ତମ୍ବାଖୁ ଲୋକ ପଇସା ଦେଇ କିଣୁଛନ୍ତି ତ କଣ କହ ତେଣୁ ଭଗବାନ ଚାହୁଁଛନ୍ତି ଭକ୍ତି ଯୁଗର ରହସ୍ୟ ରହୁ ନାନା ମତ ଏଇ ସଂସାରରୁ ନ ଯାଉ କାରଣ ସମସ୍ତେ ଭକ୍ତି ଯୋଗକୁ ଆସିବେନି ତାଙ୍କର କଲ୍ୟାଣ କେମିତି ହବ ସେଥିପାଇଁ
ଦଶମ ଅପରାଧ ଗୋଟେ ଅପରାଧ ଅଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଟାକୁ ମାଧୁର୍ଯ୍ୟ କାଦମ୍ବରେ ଲେଖିଛନ୍ତି। ଦଶମ ବେଦଶାସ୍ତ୍ର ଆଜି ନିନ୍ଦା କରିବା, କର୍ମକାଣ୍ଡକୁ ନିନ୍ଦା କରିବା। କର୍ମକାଣ୍ଡ ଜ୍ଞାନକାଣ୍ଡ କେବଳ ଏଟା କିଏ କହିଲେ କିଏ ସେ ନରୋତ୍ତମ ଠାକୁର କହିଲେ, ସେ ପ୍ରେମ ସାଧକ ତାଙ୍କ ପାଇଁ ବିଷୟ ମାନେ ଆମ ପାଇଁ ନୁହେଁ। କର୍ମକାଣ୍ଡ ଜ୍ଞାନକାଣ୍ଡ ତାଙ୍କ ପାଇଁ ଏଟା ବିଷୟ ମାନେ ଠିକ, କିନ୍ତୁ ଦଶମ ଅପରାଧ ଭିତରେ କେଉଁ ଅପରାଧ ରହିଲା ପଦ୍ମ ପୁରାଣରେ? ବେଦଶାସ୍ତ୍ରକୁ ନିନ୍ଦା କରିବା। କିନ୍ତୁ କର୍ମକାଣ୍ଡକୁ ଯଦି ନିନ୍ଦା କରିଦେଲା ଆମେ ଆମର ଅପରାଧ ହେଲା କି ନାହିଁ? କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ମାଧୁର୍ଯ୍ୟ କାଦମ୍ବରୀ ଟୀକା ଆଲୋଚନା କଲେ ଭକ୍ତି ଶାସ୍ତ୍ର ବେଦଶାସ୍ତ୍ର ତାକୁ ନିନ୍ଦା କରିବ ନା କାହିଁକି? ଆରେ ଭକ୍ତିକୁ ତ ଭାଗ୍ୟବାନ ଯିବା ଆସୁଛନ୍ତି, ହତଭାଗା ଲୋକ ଗୁଡାକ ଉଦ୍ଧାର କେମିତି ହବ? ଯୋଉଟା 3 ଗୁଣ ଭିତରେ ରହିଛନ୍ତି ଭ୍ରମିତ ହେବେ ସଂସାର। ଆଉ ମୋଟେ ମାଛ ମାଂସ ଖାଇକି ମଦ ଖାଇକି ବସିଥାନ୍ତି, ହେଲେ କାହାକୁ ଭଗବାନ ବୋଲି କହିକି ଟିକେ ମୁଣ୍ଡିଆ ମାରନ୍। ଆଉ ଯେତେ ଭଗବାନ ବାହାରିଛନ୍ତି ଭଲ କାମ କରୁଛନ୍ତି, ତାଙ୍କ ପଛରେ କୃଷ୍ଣ ନାଁ ତାଙ୍କୁ ନେଇକି ରଖିଛନ୍ତି। ଯେତେ ଦେଖନ୍ତୁ ଭଗବାନ ବାହାରିଛନ୍ତି ପଛରେ କୃଷ୍ଣ ନାମଟା ଥିବ, ତେଣୁ ତାଙ୍କ ଫଲୋର ମାନେ ଇନଡାଇରେକ୍ଟଲି କୃଷ୍ଣ ନାମ ବି ନିଶ୍ଚିତ ନେବେ। ଏଇଟା ଜାଣନ୍ତି ଭଗବାନ କଥା କହିଲେ ଯେ ଲୋକ ଏଟା ଭଗବାନ ବୋଲି ମାନେ, ଏଟା ମୋ ଦୃଷ୍ଟିରୁ ମୁଁ କହୁଛି କି ଶାସ୍ତ୍ରରେ କର୍ମକାଣ୍ଡକୁ ନିନ୍ଦା କରିବା ଠିକ ନାହିଁ, ମହତ ଅପରାଧ, ବହୁତ ବଡ ଅପରାଧ। କାହିଁକି ନା ବେଦଶାସ୍ତ୍ର କରୁଣା ପଡିଛି। ଆରେ ଜଣେ ଘର ପ୍ରତିଷ୍ଠା କଲା, ଘର ପ୍ରତିଷ୍ଠା କଲା ବେଳେ ଡାଇନିଂ ହଲ କରୁଛି, ଡାଇନିଂ ହଲରେ ମଦ ଖାଇବ ଆଉ ମାଂସ ଖାଇବ, ମଦ ଖାଇବ। କିନ୍ତୁ ଘର ପ୍ରତିଷ୍ଠା କରିବା ପୂର୍ବରୁ ଫାଉଣ୍ଡେସନ ପକେଇବା ପୂର୍ବରୁ ବାସ୍ତୁଶାସ୍ତ୍ର ଦେଖୁଛି, ବାସ୍ତୁଶାସ୍ତ୍ରଟା କାଏ? କିନ୍ତୁ ଘର ପ୍ରତିଷ୍ଠା ଦିନ ବ୍ରାହ୍ମଣଙ୍କୁ ଡାକିକି ଯଜ୍ଞ ଦିଏ, ଯେ ସେ ଯଜ୍ଞଟା ନ କର ବିଷ୍ଣୁ ବିଷ୍ଣୁ ଉଚ୍ଚାରଣ ହେଲା, ଭୂତ ପୋଡା ହେଲା ନା, ସେଠିକି ସେ କର୍ମକାଣ୍ଡକୁ ଅନୁସରଣ କଲା ନା ଟିକେ, ତା ତ କିଛି କଲ୍ୟାଣ ନହେଲେ ବିଲକୁଲ ଆସିକି କାମ। ତେବେ ଏଇ କର୍ମକାଣ୍ଡର କିଛି ଆଚରଣ କରିବା ଦ୍ୱାରା ତାର କିଛି ସୁକୃତି ଧୀରେ ଧୀରେ ବଢିବ। ଏ ଲୋକମାନେ କିଛି କରିବେନି, ବଡ ଏକାଦଶୀ ଆସୁଛି, ବଡ ଏକାଦଶୀ କରୁଛୁ, ସମସ୍ତେ ପ୍ରାୟ ଆସନ ଠିକ ଅଛି, ସେ କିଛିଟା ପାଇଲେ ନା, ଭିତରେ କିଛି ହେଇ ରହିଲା ନା, ସେଥିପାଇଁ ଦୟାମୟ କର୍ମକାଣ୍ଡ ଅଧିକ ଦୟାମୟ। ଚକ୍ରବର୍ତ୍ତୀ ଏତେ ଉନ୍ନତ ଭକ୍ତ, କର୍ମକାଣ୍ଡ ଭକ୍ତି ଶାସ୍ତ୍ର ବହୁ ଦୟାମୟ, କାରଣ ଅଭାଗା ମାନଙ୍କୁ ଭାଗ୍ୟ ଦଉଛି। ଭଗବାନ ଚାହୁଁନାହାନ୍ତି ନାନା ମତ ଉଠି ଯାଉ ବୋଲି, କାରଣ ଯୋଉଟାକି ତମଗୁଣୀ ଲୋକ ରଜଗୁଣୀ ଲୋକ ସେମାନେ ଭକ୍ତିକୁ ଆସିବେ କି? ମାଛ ମାଂସ ଛାଡିବେନି, ବରଂ ଗୁରୁବାର ଦିନ ସୋମବାର ଦିନ ମାଛ ମାଂସ ଛାଡ, 2 ଦିନ ତ ପାପ କାଟছে କେହ। ସେଥିପାଇଁ ଲକ୍ଷ୍ମୀ ପୁରାଣ କଣ ଯାବଡି ଯା ଲେଖା ହେଇଛି, ଗୁରୁବାର ମାଛ ଖାଇଲେ ୟା ହବ ତା ହବ, ହେଲେ ପଢିଆ ଲୋକ ଗୁରୁବାର ଦିନ ଖାଉନି, ଟିକେ ବନ୍ଦ ହେବ। ଭଗବାନ ଚାହୁଁଛି ତାର 24 ଘଣ୍ଟା ମାଛ ଖାଆନ୍ତେ, ଯଦି ଲେଖା ନାଇଥାନ୍ତା ସେ ମାଛ ଖାଆନ୍ତା, ପୁଣି ନରକ ଟୋଟାଲ ଯାଆନ୍ତା, ବରଂ କିଛି ଦିନ ନରକ ଯନ୍ତ୍ରଣା ବଞ୍ଚିଯିବ। ଭଗବାନ ଚାହୁଁନାହାନ୍ତି ସବୁ ମତ ଉଠି ଯାଉ, ସେଥିପାଇଁ ଭକ୍ତକୁ ସୁଖ ଦୁଃଖ ଦିଅ। ଯଦି ଭକ୍ତ ପୁରା ଆନନ୍ଦରେ ରହିକି ପୁରା ଏଇଠି ବୈକୁଣ୍ଠର ସବୁ ସୁଖ ହେଲା, ତାହେଲେ ରଜଗୁଣୀ ତମ ଲୋକ ତ ଆସିପାରିବେନି, ଡିଆଁ ପିଟା ମରା କରିକି ଭକ୍ତଙ୍କୁ ଖଟେଇବ, ମନ୍ଦିର ମନ୍ଦିର ସବୁ ବାହା ଆମେ ଏଇଠି ରହିବୁ। ତୁମେ କଣ ଇସ୍କନ ମନ୍ଦିର ଭିତରେ ରହିଲା ଏତେ ଆନନ୍ଦରେ ରହିକି ପୁରା ତାଜାରେ ରହୁଛି ସବୁ ଘର ଘର ଘରେ, ସେ ଭକ୍ତି କରିକି ମଠ ମନ୍ଦିର ସବୁ ଅକ୍ତିଆରି କରିକି ସବୁ ପୁଣି ହରିଣ ଖୁସି ଭଳିଆ କାମ କରିବେ। ଭଗବାନ ମଝିରେ ମଝିରେ ସିନେରି ଦେଖେଇ ଦଉଛନ୍ତି, ତାଙ୍କୁ ଭ୍ରମିତ କରୁଛନ୍ତି, ତୁମ ମତ ଠିକ ମା, ଭକ୍ତି ମତ ଭୁଲ, ସେ ମତ ବିରୋଧ। ଭକ୍ତ ଉତ୍କଣ୍ଠାବି ବର୍ଦ୍ଧନାଞ୍ଚ ଗୋଚିତ ପ୍ରିୟ ଦୁଃଖଦାନାଭି ଅପି ତତ୍ ସୁଖମ ଉର୍ଦ୍ଧକମ ହେବ। କଣ ଶବ୍ଦ ବୁଝିପାରିଲେ? ପ୍ରାୟ ବୁଝିଅଛି, ବେଳରେ ବୁଝି ହଉନି। 3ଟି କାରଣ ଭିତରୁ 3ଟି କାରଣ, ସବୁ କାରଣ ଯେ ଭଗବାନଙ୍କ ଇଚ୍ଛା ନୁହେଁ, ବେଳେ ବେଳେ ଭକ୍ତକୁ ଦୁଃଖ ଦିଅନ୍ତି। 3ଟି କାରଣ। ଭକ୍ତର କଣ ଲାଭ? ଦୁଃଖ ଦେଲା ଜଗତ ପାଇଁ, ଭକ୍ତିର ସୁରକ୍ଷା ପାଇଁ। ଭକ୍ତର କଣ କାମ ଲାଗେ? ତାର ଦୁଃଖ ଦେବ, ସେ ଆପଣ ପାଇଁ ସର୍ଭିସ କରିଥିଲା, ତାର କଣ କାମରେ ଲାଗିବ? ତାର ଉତ୍କଣ୍ଠା ବଢିବ, ମତେ ପାଇବାର ବ୍ୟାକୁଳତା ଦିନକୁ ଦିନ ଅଧିକ ବଢିବ, ସେଥିପାଇଁ ଦୁଃଖ ଦଉଛି। ଏଟା ଅନୁଭବରେ ଚୋଇସ୍। ଭଜନ କରିବା ଲୋକ କେହି ଗୁରୁଦାସ ପାଇଁ କଣ, ଯେ ନ କାନ୍ଦି ସେ ଭଗବାନ କେ ପାଇବେ, କେ ପାଇବେ। ଆଉ ଭଗବାନଙ୍କର ଜଣେ ବିଶେଷ କରୁଣା, ସମାଜରେ ଆପଣ ଘୃଣିତ ହେଲା ପରେ, ଉତ୍ପେକ୍ଷିତ ହେଲା ପରେ, ଘୃଣ୍ୟ ଦୃଷ୍ଟିରେ ଆପଣଙ୍କୁ ସମସ୍ତେ ଦେଖିଲା ପରେ, ସବୁ ଦୃଷ୍ଟିରୁ ଆପଣଙ୍କ ଆଡକୁ ଅପୋଜିସନ ଆସିଲା ପରେ, ଏଣେ ଶାରୀରିକ ପୀଡା, ସେତେବେଳେ ଯଦି ଆପଣ ସାଧୁଗୁରୁଙ୍କ ଦୟାରେ ଭଗବାନ ଡାକି ପାରିଲେ, ସେ ହଉଛି ପ୍ରକୃତ ଭଜନ। ଭଗବାନ ଭକ୍ତକୁ ଦୁଃଖ କାହିଁକି ଦିଅନ୍ତି ନା? ଭକ୍ତ ଉତ୍କଣ୍ଠାଦି ବର୍ଦ୍ଧନାଞ୍ଚ
ଭକ୍ତର ଉତ୍କଣ୍ଠା ଆହୁରି କେମିତି ବଢିବ ଶୀଘ୍ର ଯିବେ ଶୀଘ୍ର ପ୍ରଭୁଙ୍କ ନିକଟକୁ ପଳେଇବେ ଏଟା ଗୋଟେ ନେକ୍ସଟ ଥିବ ଏଠି ରହିବା ଆବଶ୍ୟକ ନାହିଁ କେମିତି ମୁଁ ପ୍ରଭୁଙ୍କୁ ପାଇବି କେମିତି ପ୍ରଭୁଙ୍କୁ ପାଇବି ତେଣୁ ସବୁ ଦୃଷ୍ଟିରୁ ତାର ଶାରୀରିକ ପାରିପାର୍ଶ୍ୱିକ ସବୁ ଦୃଷ୍ଟିରୁ ବିପରୀତ ପ୍ରତିକୂଳ ସବୁ ଦୁଃଖ ଆସି ପହଞ୍ଚିବ ଏଟା ଅନୁଗ୍ରହାନ ଏ ଦୁଃଖ କଥାରେ କହିଲେ ଯସ୍ୟାଂ ଅନୁଗ୍ରହାମି ହରେ ତଦ୍ଧନ ସନେଇ ତତ୍ତ୍ୱ ଅଧନମ ତେଜ୍ୟତି ସଜନ ଦୁଃଖ ଦୁଃଖିତା ଦିଟା ଦୁଃଖ ଦିଅନ୍ତି ଧନ ହରଣ ଦୁଃଖ ପୁଣି ସୃଜନ ଦୁଃଖ କେହି ପଚାରିବେ ଟଙ୍କା ପଳେଇଲା ପରେ ଆଉ କେହି ମୋବାଇଲ ଫୋନରେ ଫୋନ କରିବେ ଦେଖିଦେବେ ନମ୍ବର ଆସିଛି କାଟିବେ ଆଉ ଟଙ୍କା ପା ମାଗିବେ ଧାର ପଇସା ପତ୍ର ନାହିଁ ବିଜନେସ ଲସ୍ ହେଇଛି ଆଉ ମୋବାଇଲ ଫୋନ ବି ଫୋନ ଉଠେଇବେ ଭଗବାନ ଜାଣନ୍ତି ସେ ପୁଣି ଦୁଃଖିତ ଦିଟା ଦୁଃଖ ଇଏ ସାଧାରଣ ଭକ୍ତ ପାଇଁ ବେଳେ ବେଳେ କହିଦେଉଛି କିନ୍ତୁ ଉନ୍ନତ ଭକ୍ତ ମାନଙ୍କୁ ଆଉ ସକାଳ ଭକ୍ତ ମୁଣ୍ଡ ପିଟିକି ଡେଲି କାନ୍ଦିଲା ପ୍ରଭୁ ଟଙ୍କା ଦେ ପୁଳେ ଦେଇଦେବେ ଜ୍ଞାନ ଚକ ହିଁ ଦେବେ ନେବେ ସେଠି ବାହା ଶେଷକୁ ଦେଖିଲା ବେଳକୁ ଭଜନ ଶେଷରେ ବୁଢା ବେଳକୁ କଣ ମାଳି ଗଡି ଗଡି ମାଳି ତାର ଚିକଣ ହେଇଯାଇଥିବ କଣ ଲକ୍ଷେ ମାଳା ଜପ ହେଲା ସଂଖ୍ୟା ମାଳା ଗଣି ହୃଦୟ ନ ପଶିଲ ବିନ୍ଦୁ ଶିର ଭକ୍ତ ମାଳା ଆଣେ ଗଡି ଲକ୍ଷ୍ୟ ହେଇଥିବ ଭିତରେ ଦେଖିଲା ବେଳକୁ କିଛି ନଥିବ ସବୁ କେବଳ ଉପଶାଖା ରହି ଲାଷ୍ଟ କେବଳ ସେଥିପାଇଁ ବହୁତ ସତର୍କ କଥା ଆଉ ଅଳ୍ପ ରହିଲେ କେତୋଟି ପଏଣ୍ଟ ଯଥା ଆଇରେ କୋଳା ଦଉଛନ୍ତି କାହିଁକି ଦୁଃଖ ଦେଲେ ଭକ୍ତକୁ ଦୁଃଖ ନଦେଲେ ଉତ୍କଣ୍ଠା କରିବେନି ଯଥା ଭଗବାନଙ୍କ ଦ୍ୱାରା ସେ ଲେଖିଛନ୍ତି ନା ଶୁଣୁ ଯଥା ନୟନାଭ୍ୟାମ କଟୁତରାଞ୍ଜନ ଦାନ ନୀତି ଆଖିରେ ଅଞ୍ଜନ ଲଗା ଅଛି ଅଞ୍ଜନ ଟା ଭଲ ନା ଖରାପ କୁହନ୍ତୁ ପୂର୍ବ ଯେଭଳି ଆଖିରେ କଟୁ ଅଞ୍ଜନ ଲଗେଇଲା ମାନେ ଆଖିଟା ନିର୍ମଳ ହବ କିନ୍ତୁ କିଛି ସମୟ ପାଇଁ ପଡେ ଭକ୍ତକୁ ଦୁଃଖ ହେଲେ ତାର ଭକ୍ତି ମାର୍ଗ ଏ ଦୁଃଖ ରୂପୀ ଅଞ୍ଜନ ସାଂସାରୀ ଲୋକମାନଙ୍କୁ ଦୁଃଖ ବୋଲି ପ୍ରତୀୟମାନ ହେଲେ ସୁଦ୍ଧା ବା ପୁତ୍ର ରୂପୀ ଭକ୍ତକୁ ଦୁଃଖ ବୋଲି ପ୍ରତୀୟମାନ ହେଲେ ସୁଦ୍ଧା ତାର ଭକ୍ତି ମାର୍ଗର ଭବିଷ୍ୟତ ଭକ୍ତି ମାର୍ଗର ଉଜ୍ଜ୍ୱଳତା ଆଣି ଦିଏ ଅନର୍ଥ ଅବରମ କରେ ସ୍ୱଚ୍ଛ ବା ନିର୍ମଳ କୃଷ୍ଣ ଭକ୍ତି ଦିଗରେ ସେ ଅଗ୍ରଗତି ହବ ଆଖିରେ ଯାହା ଡିଫେକ୍ଟ ଥିବା ଏଟା ଜୀବନ ଅଞ୍ଜନ ଲଗେଇବ ଭକ୍ତକୁ ଦୁଃଖ ଦେଲେ ଗୋଟେ କାରା ତାର ଭକ୍ତି ମାର୍ଗକୁ ନିର୍ମଳ କରିଲେ ଆଚ୍ଛା ପୁଣି ପ୍ରଶ୍ନ ଉଠେ ଆଚ୍ଛା ଭକ୍ତିକୁ ଆପଣ ଦୁଃଖ ନଦେଲେ ଅଲଗା କଣ କରିହେବନି କହିଲେ ମୁଁ ଭକ୍ତକୁ ଦୁଃଖ ନଦେଲେ ଜଗତକୁ ଆସିପାରିବେନି ସାଙ୍ଗେ ସାଙ୍ଗେ ବିଷୟ ଗୋଟେ ପ୍ରଶ୍ନ ଦେଲେ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଃଖ ଏମିତି କାହାକୁ ଡାକିଲେ ଦେଖିବା ପାଇଁ କବି ଲେଖିଦେବ ପଣ୍ଡିତ ସଂସ୍କୃତ ପଢିଛି ଲେଖୁ ଦେଖିବା ଭଗବାନ ଲେଖିଛନ୍ତି ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତମ୍ ମୁଁ ଏଇଟା କହିଛି ନା ଗୀତାର ମାନେ ଏଇଟା ଭୁଲ ହେଇଯିବ ମୋ ଭକ୍ତ ଦୁଃଖ ନ ପାଇବି ଆଉ ମୁଁ ଏଇଟା କହିଛି ଗୀତାରେ ଲୋକ ମୂଢ ଲୋକ ଧରିବ ମତେ ଆଚ୍ଛା ଭକ୍ତକୁ ଦୁଃଖ ନ ଦେଇକି ଆପଣଙ୍କର ଅବତାର ହେଲେ କଣ ଅସୁବିଧା ଅଛି ପୁଣି ପ୍ରଶ୍ନ ଉଠେଇଲା ସାଙ୍ଗେ ସାଙ୍ଗେ ବହୁତ ମଝିରେ ମୁଁ ଛାଡି ଦେଇ କହୁଛି ନନୁ ସାଧୁ ଦୁଃଖ ତ୍ରାଣାତ୍ମକଂ ନିମିତ୍ତଂ ବିନାପି ତସ୍ୟ ଅବତାରେ କୋ ଦୋଷ ସାଧୁକୁ ଦୁଃଖ ନ ଦେଇକି ଆପଣ ଯଦି ଅବତାର ହେଇକି ସାଧୁ ପରିତ୍ରାଣ ରୂପ ସାଧୁକୁ ଦୁଃଖ ଦେଇକି ଯୋଉ ପରିତ୍ରାଣ କରନ୍ତି ଏଇଟା ନ କରିକି ଆପଣଙ୍କର ଅବତାର ହେଇଗଲେ ଦୋଷ କିଛି ଅଛି କି ଶେଷ କଥା କହୁଛନ୍ତି ସତ୍ୟ ହୋ ଭ୍ରାତା ସତ୍ୟ ସତ୍ କଥା ହେ ଭ୍ରାତା ତ୍ୱଂ ରସ ବିଜ୍ଞ ତୁ ରସିକ ନୁହେଁ ବୋଧେ ସେ ନିଜକୁ କହୁଛନ୍ତି ଯେ ତାଙ୍କ ପ୍ରଶ୍ନ ସିଏ ଦେଇଛନ୍ତି ଯିଏ ପ୍ରଶ୍ନ ପଚାରିବ ଭଗବାନ ଭକ୍ତକୁ ଦୁଃଖ ନ ଦେଇକି ଅବଦାନ ନେଲେ କଣ ହବ ସେ କହୁଛନ୍ତି ଭାଇ ତୁମେ ରସିକ ରୂପ ନୁହେଁ କି ରସଟା କଣ ବୁଝିପାରିବୁ ନା କି ଭକ୍ତି ରସଟା କଣ ଶୁଣ ତ ତୁମେ ଶୁଣ ମୋ ପାଖରୁ ଜାମିନ୍ୟ ସତ୍ୟମେବ ସୂର୍ଯ୍ୟୋଦୟ ଶୋଭତେ ସୂର୍ଯ୍ୟଦେବ ଶୋଭା ପାଆନ୍ତି କେତେବେଳେ ରାତି ପରେ ରାତି ନଥିଲେ ସୂର୍ଯ୍ୟଙ୍କୁ କେହି ପଚାରନ୍ତେ ସକାଳୁ ଉଠିକି ସୂର୍ଯ୍ୟ ପୂଜା ହଉଛି ସୂର୍ଯ୍ୟଙ୍କୁ ପ୍ରଣାମ କରୁଛନ୍ତି ଆଉ ଡେଲି ସୂର୍ଯ୍ୟ ରହିଲେ କିଏ ସୂର୍ଯ୍ୟଙ୍କୁ ଅନାନ୍ତା କି ଆଉ ରହିଛନ୍ତି ଆଗ ତ ମିଳିଛି କିଏ ପଚାରେ ନା ସୂର୍ଯ୍ୟଙ୍କର ଶୋଭା ବଢୁଛି ଅନ୍ଧକାର ପାଇଁ ଏଇଥିପାଇଁ ଭକ୍ତକୁ ଦୁଃଖ ଦେଇଦେବି ଏଥିରୁ ବୁଝି ନେବେ ସବୁ କଥା ଆମର ବ୍ୟକ୍ତ କରିବା ପାଇଁ ସମୟ ନାହିଁ ଗ୍ରୀଷ୍ମେ ସତ୍ୟେବ ଶୀତଳମ୍ ସୁଖଦମ୍
ଶୀତଳ ଜଗଟା କଣ ସୁଖଦ ହୁଅନ୍ତା ଯଦି ଗ୍ରୀଷ୍ମ ନଥାନ୍ତା? ଗ୍ରୀଷ୍ମ ନହେଲେ, ଉତ୍ତାପ ନହେଲେ ଶୀତଳ ଜଳକୁ କି ଖୋଜନ୍ତେ? ଶୀତେ ସତ୍ୟ ଏବଂ ଉଷ୍ମାକୁ, ଶୀତ ଦିନରେ କେହି ଗରମ ଜଳକୁ ଖୋଜନ୍ତେ? ଶୀତ ନଥାନ୍ତା କେହି ଗରମ ଜଳକୁ ଖୋଜନ୍ତେ? ତମସ୍ୟା ଦୀପ ବିଷମତେ ନତୁ ପ୍ରକାଶେ। ବର୍ତ୍ତମାନ ଯେ ଆମେ ଦୀପ ଲଗେଇବା ସୂର୍ଯ୍ୟଙ୍କ ପାଖରେ, ଦୀପର କିଛି ଶୋଭା ରହିବ କି? ତମ ଅନ୍ଧକାର ଦୀପର ଶୋଭାକୁ ପିନ୍ଧି ଦେବେ। କ୍ଷୁତ୍ପୀଡ଼ାୟଂ ସତ୍ୟମେବ ଅର୍ଣ୍ଣମ୍। ଯଦି କ୍ଷୁଧା ପୀଡ଼ା ନ ଲାଗିବ, ଅର୍ଣ୍ଣ ରୁଚି ଲାଗିବ? ତା ଅର୍ଥ ବୁଝିନେବେ। ଭକ୍ତି ରସଜ୍ଞ ଜଣେ ବୁଝିନେବେ। ଭକ୍ତଟି ଦୁଃଖ ଦେବା ଦ୍ୱାରା ଭକ୍ତର ଉତ୍କଣ୍ଠା ବୃଦ୍ଧି ପାଇବ। ଭକ୍ତ ଭୌତିକ ଜଗତରେ ଅଛି, ଏ ଦୁଃଖ ରୂପୀ ଭୌତିକ ଜଗତର ଦୁଃଖ ରୂପୀ। ଆପଣ ଦେଖିଛନ୍ତି ନା କଂକ୍ରିଟ ଢଳେଇ ହେଲା ଆଉ ଛାତ୍ର ଢଳେଇ ହେଲା ମରା ଯାଉଛି ଭାଇବ୍ରେଟର। ଭାଇବ୍ରେଟର ଟା ଗୋଡିକି କଣ କରୁଛି ଜଣା ପଡୁଛି, ଗୋଡିକି ଥରେ ଦଉଛି, ଗୋଡର କିଛି କ୍ଷତି କରୁନି, ତାକୁ ଷ୍ଟ୍ରଙ୍ଗ କରିଦଉଛି। ଗ୍ୟାପ ଯୋଉଠି ଅଛି କଣ କରୁଛି, ତାକୁ ସେଭ କରିଦଉଛି। ଭକ୍ତ କି ସୁଖ ଦୁଃଖଟା ଭଗବାନ ଦିଅନ୍ତୁ ଭାଇବ୍ରେଟର ତ ଷ୍ଟ୍ରଙ୍ଗ କରିଦେଲେ। ମେଟେରିଆଲ ୱାର୍ଲଡରେ ତାର ପ୍ଲାଟଫର୍ମ ଷ୍ଟ୍ରଙ୍ଗ ହୁଏ, ସେ ଚାଲିବ ସ୍ପିରିଚୁଆଲ। ଏଠି କହୁଛନ୍ତି କ୍ଷୁତ୍ପୀଡ଼ାୟଂ ସତ୍ୟମେବ ଅର୍ଣ୍ଣମିତି ସ୍ୱାଦୁ ଭବତି ଇତି ଅଲମ୍ ବିସ୍ତାରେଣ। ମୁଁ ବହୁତ କହିଦେଲି, କହୁଛନ୍ତି ଅଲମ୍। ମୁଁ ବହୁତ କଥା କହିଦେଲି, ଭଗବାନ ଭକ୍ତ କାହିଁକି ଦୁଃଖ ଦିଅନ୍ତି? ଅଲମ୍ ବିସ୍ତାରେ, ମୁଁ ବହୁତ ବିସ୍ତାରରେ କହିଦେଲି, ଆଉ କିଛି କହିବେନି। ଆଉ କିଛି କହିବେନି ମାନେ ଚାହିଁଥିବେ ସେ ଭାଗବତ ସାରା ଲେଖି ପାରିଥାନ୍ତେ। ଭଗବାନ ଭକ୍ତ କାହିଁ ଦୁଃଖ ଦିଅନ୍ତି? ସେ ଏମିତି ଆଚାର୍ଯ୍ୟ, ଏମିତି କୌଣସି ଆଚାର୍ଯ୍ୟ ନା। ଆପଣ ମାନେ ପଢନ୍ତୁ, ପ୍ରଭୁପାଦ ଥିଲେ ଭାଗବତ ଲେଖିଥାନ୍ତେ ଜିନିଷ। ଆପଣ କହିପାରିବେ ପ୍ରଭୁପାଦ ଏମିତି ଗୋଟିଏ 80ଟା ଟୀକା ଅଛି, ଏମିତି ଗୋଟେ ସିଦ୍ଧାନ୍ତ ଅଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଟୀକାକୁ ପ୍ରଭୁପାଦ ଉଠେଇ ନାହାନ୍ତି ଭାଗବତରେ। କିନ୍ତୁ ପ୍ରଭୁପାଦ 10 ବର୍ଷ ନଥିଲେ, ସେ ଅନୁବାଦ କରିନାହାନ୍ତି, ସେଥିପାଇଁ ଜିନିଷ ନାହିଁ। ସବୁ ଲେଖିଛନ୍ତି ପ୍ରଭୁପାଦ। ବିଶ୍ୱନାଥ ଚକ୍ରବର୍ତ୍ତୀ ଟୀକା ହଉଛି ମୁଖ୍ୟ ଟୀକା ପ୍ରଭୁପାଦ, ଅଲଗା ଟୀକା ଆଣିଛୁ। ତେଣୁ ଏ କଥାରେ ମୁଁ ସେଠିକି ଗଲି, ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା ଧନାଦି ଲାଭ, ଏଇଟା ଭଗବାନଙ୍କର ବଡ କରୁଣା ନୁହେଁ ଆମ ପ୍ରତି। ବରଂ ଧନ ପଳେଇ ଯାଉଛି, ସଂସାରରୁ ଦୁଃଖ ମିଳୁଛି, ଏଇଟା ଆମର ଲାଭ, ଏଇଟା ଭଗବାନଙ୍କର କରୁଣା। ତା ମାନେ ନୁହେଁ ଯେ ଜାଣି ଶୁଣି କାଲି ଟଙ୍କା ପଇସା ସବୁ ଖୋପାଡ଼ିକି ମୋର ଗ୍ୟାସ ଶୁଷ୍କ ମାନେ କିଏ କରିକି ଲାଗିଲା ନା। କିନ୍ତୁ କରୁଣା ଘରେ ଗଲେ ଭଗବାନ ଗୋଟେ ରାସ୍ତା କାଢି, ସେ ରାସ୍ତା ଦେଇକି ତୁମ ଯିବା ପାଇଁ ବାଧ୍ୟ ହବ। ଏଇ ଶ୍ଲୋକର କାଲି ରହିଲା, ଗୋଟିଏ ଶ୍ଲୋକ ରହିଲା, ତାପରେ ଗୋଟେ ଶ୍ଲୋକ ଭଗବାନ କହିବେ, ତାପରେ ଆମେ ଯିବା ଉପଶାଖା ପାଖରେ। ଆଜି ତ ଶୁଣିଥାନ୍ତେ, କିନ୍ତୁ କଣ କରିବା, ଏଇ ଟିକେ ପଢିଦେବେ ନା, ଏଇଟା ହିଁ ଆମର ଆଲୋଚନା କରିବାର ବିଷୟ। ଏଇଟାକୁ ଆଲୋଚନା ହଉ, ସେ ଜିନିଷ ପରେ ହଉ। ତେଣୁ ଆଉ କାଲି ଗୋଟିଏ ଦିନରେ ରୂପ ଗୋସ୍ୱାମୀଙ୍କର ବେଶୀ କେବଳ ଲୀଳା ଚରିତ ଅଳ୍ପ କିଛି ଅଛି, ସେଟା ପରେ ଯେତେବେଳେ ଆମେ କହିବା। ଆଉ ରୂପ ଗୋସ୍ୱାମୀଙ୍କ ଶିକ୍ଷା ହିଁ କେବଳ विश्राम जय ग्रंथराज चैतन्य चरितामृत की जय, गौर नित्यानंद प्रभु की जय, षड गोस्वामी प्रभु की जय, प्रभु जगन्नाथ बलदेव सुभद्रा महारानी की जय, रूप गोस्वामी प्रभु की जय, अनंत कोटि वैष्णव भक्त वृंद की जय, श्रील प्रभुपाद जी महाराज की जय, श्रील गौरानंद गोस्वामी श्रील गुरुदेव की जय, अनंत कोटि वैष्णव भक्त वृंद की जय, निताई गौर प्रेमानंदे। जय श्री पाद प्रभु की